स्टार्ट रिकॉर्डिंग। चलो। अच्छा। ओके। सो गुड इवनिंग एवरीवन। आज ମୁଁ ତ ତମମାନଙ୍କ ପୂର୍ବ କ୍ଲାସରେ ମାନେ କାଲି ହିଁ ତମମାନଙ୍କ ସହିତ yesterday ହିଁ ତମମାନଙ୍କ ସହିତ କଥା ହେଇସାରିଛି। ମାନେ ତମମାନଙ୍କ କଣ କରିବାର ଅଛି କଣ କରିବାର ନାହିଁ ମୁଁ ଟିକେ ଟିକେ ଜ୍ଞାନ ଦେଇ ସାରିଛି ଅଲରେଡି। ଆଉ ମୁଁ ନର୍ମାଲି ଏଇଭଳିଆ ଜ୍ଞାନ ଦଉଥିବି ହେଲା, ଯେତେବେଳେ ବୋର ହେଇଯିବ କହିବା ଆମେ ବସିକି ଗପିଆ। ମୁଁ ଗପିବା ପାଇଁ ସବୁବେଳେ ରେଡି। ଆଚ୍ଛା, ହଉ। ତ ଆଜି ଆମେ ଟପିକ ଭିତରକୁ ଯିବା। ତ ଟପିକ ଆମର ହଉଛି ଗୋଟେ ବ୍ରୋଡ ଟପିକ, ମୁଁ ତମମାନଙ୍କୁ ଯୋଉଟା ପଢେଇବି। ଅ ମାନେ ଟପିକ ତ ମତେ ମିଳିଛି ପଢେଇବା ପାଇଁ ତମମାନଙ୍କୁ ଫିଜିକାଲ ଜିଓଲୋଜି। ମୁଁ ନର୍ମାଲି ଫିଜିକାଲ ଜିଓଲୋଜି ପଢାଏ। ତ ଫିଜିକାଲ ଜିଓଲୋଜି ତମମାନେ ଯଦି ଦେଖିଥିବ ତମମାନଙ୍କର ସିଲାବସ ଏପର୍ଯ୍ୟନ୍ତ ମୁଁ ସିଓର ତମମାନେ ଦେଖିନଥିବ। ଆଉ ଦେଖିବା ବି କେତେ କିଛି ଜରୁରୀ ନାହିଁ। ମୁଁ ପଢଉ ପଢଉ ମୁଁ ହିଁ ତମମାନଙ୍କୁ ସିଲାବସ ଦେଖେଇ ଦେବି, ଆଉ ପାଠ ପଢାରେ କଭର ହେଇଯିବ। ତ ଫିଜିକାଲ ଜିଓଲୋଜିରେ ଆମେ କଣ କରୁ ନା, ତମମାନଙ୍କୁ ମୁଁ କାଲି କ୍ଲାସରେ ଟିକେ ଟିକେ କହିଥିଲି ଯେ ଫିଜିକାଲ ଜିଓଲୋଜିରେ ଆମେ କଣ ପଢିବା। ମୁଁ ତମମାନଙ୍କୁ ଆର୍ଥର ଇଣ୍ଟରନାଲ ଷ୍ଟ୍ରକ୍ଚର ବିଷୟରେ ପଢେଇବି, ଫିଜିକାଲ କଣ୍ଡିସନ ବିଷୟରେ ପଢେଇବି। ମାନେ ଏମିତି ନୁହଁ କି କେବଳ ଆର୍ଥ ବିଷୟରେ ପଢେଇବି। ମୁଁ ଆର୍ଥ ଉପରେ ବି ଥିବା ବିଭିନ୍ନ ପ୍ରକାର ଜିନିଷ ବିଷୟରେ ପଢେଇବି। ଯେମିତି ଆର୍ଥ ଇଣ୍ଟେରିୟରରେ ମୁଁ ତମକୁ ଇଣ୍ଟରନାଲ ଷ୍ଟ୍ରକ୍ଚର, ମାଗ୍ମା, ତା ସହିତ ଆର୍ଥକ୍ୱେକ୍, ଏଇ ସବୁ ବିଷୟରେ ପଢେଇବି। ସେମିତି ଆର୍ଥ ଉପରେ ମୁଁ ତମମାନଙ୍କୁ କଣ ପଢେଇବି, ଆର୍ଥ ଉପରେ ମୁଁ ତମମାନଙ୍କୁ ଓସିଆନ ମାନଙ୍କ ବିଷୟରେ ପଢେଇବି। ତମମାନଙ୍କ ଚାରିପଟେ ଥିବା ଆଟମୋସ୍ଫିୟର ବିଷୟରେ ଟିକେ ନାଗୁରୁ ପଢେଇବି। ତା ଛଡା ମୁଁ ତମମାନଙ୍କୁ ପ୍ଲାନେଟ ବିଷୟରେ ପଢେଇବି, ଯୋଉଟା କି ଫିଜିକାଲ ଜିଓଲୋଜି ଅଣ୍ଡରରେ ନର୍ମାଲି ଆମ ମାନଙ୍କର ଯେତେବେଳେ ଜାମ୍ ବେଳେ ମାନେ ଜାମ୍ ହଉ, ସିୟୁଟି ହଉ, ସିପିଟି ହଉ, ଏମାନେ ନର୍ମାଲି ଫିଜିକାଲ ଜିଓଲୋଜି ଅଣ୍ଡରରେ ଏଇ ପୋର୍ସନ ଟାକୁ ପକେଇକି ରଖିଛନ୍ତି। କାହାକୁ ନା ତମମାନଙ୍କର ପ୍ଲାନେଟାରୀ ଟାକୁ। କିନ୍ତୁ ପ୍ଲାନେଟାରୀ ଟା ଗୋଟେ କମ୍ପ୍ଲିଟଲି ସେପାରେଟ ସବଜେକ୍ଟ। ଠିକ ଅଛି, ସେଇଟା ନିଜେ ହିଁ ନିଜ ଭିତରେ ବହୁତ ହି ଗୋଟେ ଏକ୍ସଟ୍ରିମଲି ୱେଲ ଡିଫାଇନ୍ଡ ସବଜେକ୍ଟ, ଗୋଟେ ଯୋଉଟାରେ ଉପରେ କି ମାନେ ତମେ ଜାଣିଥିବ ଯେ ଫିଜିକ୍ସ ପିଲାମାନେ ବହୁତ ହି ଅଧିକା ରିସର୍ଚ୍ଚ କରନ୍ତି ପ୍ଲାନେଟାରୀ ସାଇନ୍ସ ଉପରେ। ଓକେ। ତ ପ୍ଲାନେଟାରୀ ସାଇନ୍ସ ମୁଁ ତମମାନଙ୍କୁ ପଢେଇବି ଟିକେ, ମାନେ ଆମର ଏତେ ଡିପଲି ନାହିଁ, କିନ୍ତୁ ଯେତିକି ବି ଅଛି ତମମାନଙ୍କ ଏକ୍ସାମ ପଏଣ୍ଟ ଅଫ ଭ୍ୟୁ ବହୁତ ଇମ୍ପୋର୍ଟାଣ୍ଟ। ଆଉ ପ୍ଲାନେଟାରୀ ପଢିଲେ ତମମାନଙ୍କୁ ମାନେ ଗୋଟେ ବ୍ରୋଡ ଆଇଡିଆ ମିଳିଯିବ କେମିତି ୟୁନିଭର୍ସ ଫର୍ମ ହେଇଥିଲା, କେମିତି କଣ ତିଆରି ହେଇଥିଲା, ସେସବୁ ବିଷୟରେ ତମେ ଜାଣିପାରିବ। ଦେନ୍ ଫିଜିକାଲ ଜିଓଲୋଜି ଭିତରକୁ ଯେତେବେଳେ ଆମେ ଯିବା, ସେତେବେଳେ ମୁଁ ତମମାନଙ୍କୁ ଇଣ୍ଟରନାଲ ଷ୍ଟ୍ରକ୍ଚର, ଆର୍ଥକ୍ୱେକ୍, ପ୍ଲେଟ ଟେକ୍ଟୋନିକ୍ସ, ଯୋଉ ତମମାନଙ୍କର ହଉଛି କଣ ମାଉଣ୍ଟେନ ବିଲ୍ଡିଂ ପ୍ରୋସେସେସ୍, କେମିତି ପାହାଡ ପାହାଡ ତିଆରି ହଉଛି। ଆଉ କଣ ରହିଲା ଆ ଭିତରେ ମୁଁ ତମମାନଙ୍କୁ ଓସିଆନ ବିଷୟରେ ଟିକେ କହିବି, ତମମାନଙ୍କୁ ମୁଁ ଆଟମୋସ୍ଫିୟର ବିଷୟରେ ଟିକେ କହିବି। ତ ମୋର ଗୋଟେ ପୋର୍ସନ, ବହୁତ ହି ବଡ ପୋର୍ସନ ମୋ ପାଖରେ ଅଛି, ଯୋଉଟା କି ମତେ କଭର କରିବାର ଅଛି ତମମାନଙ୍କୁ ପଢିବା ଭିତରେ। ଆଉ ବହୁତ ବଡ ଟାସ୍କ ହଉଛି କଣ, ମୁଁ ଯେତେବେଳେ କଭର କରୁଛି ତମମାନେ ସେ ଜିନିଷର କନସେପ୍ଟ ବୁଝିବା ଦରକାର। ଦେଖ, ଦରକାର ନାହିଁ ଯେ ମୁଁ ତମକୁ ଆଜି ଯୋଉଟା ପଢେଇଲି ସେଟା ତମମାନଙ୍କ ମୁହଁରେ ଥାଉ, ତମେ ଘୋଷିକି ମନେ ରଖ, ସେଟା ଦରକାର ନାହିଁ। ମୁଁ ଯେତେବେଳେ ପଢଉଛି ତମେ ସେ ଜିନିଷକୁ ବୁଝିବାକୁ ଟ୍ରାଏ କର। ଯଦି ତମେ ବୁଝି ଯାଇଛ, ଦେନ୍ ତମେ ଭୁଲି ଯାଇଛ ଯଦି ବି, ମାନେ ତମ ପାଠଟାକୁ ଯଦି ତମର ମନେ ନାହିଁ, କିଛି ଗୋଟେ ଜିନିଷ ତମର ମନେ ରଖିବାର ଥିଲା, ମନେ ନାହିଁ, ଟେନସନ ନାହିଁ, ତମେ 2 ଦିନ ପରେ ପଢିଦବ, ପରୀକ୍ଷା ପୂର୍ବରୁ ପଢିଦବ, ତମର ପାଠଟା ମନେ ରହିଯିବ। କିନ୍ତୁ ତମକୁ କନସେପ୍ଟ ଟା ବୁଝିବାକୁ ପଡିବ, ପାଠଟା ବୁଝିବାକୁ ପଡିବ ଯେ କଣ ପାଇଁ ସେ ଜିନିଷଟା ହଉଛି। ଯେପର୍ଯ୍ୟନ୍ତ ତମେ କଣ ର ଆନ୍ସର ଦେଇ ନ ପାରିଛ, ସେପର୍ଯ୍ୟନ୍ତ କିଛି ବି ଫାଇଦା ନାହିଁ। ବୁଝିଲା, କଣ ପାଇଁ ହେଲା, କେମିତି ହେଲା, ଏସବୁ ଜିନିଷର ଆନ୍ସର ଦବାକୁ ତମମାନଙ୍କୁ ପଡିବ। ଆଚ୍ଛା। ତ ଟିକେ ଦେଖିଦିଏ ରେକର୍ଡିଂ ଅନ୍ ଅଛି, ୟେସ୍। ହଉ, ଚलो ଆମେ ଦେନ୍ ଷ୍ଟାର୍ଟ କରିବା ଆଉ ଡେରି ନ କରିକି। ତ ଫିଜିକାଲ ଜିଓଲୋଜିରେ ମୁଁ ତମମାନଙ୍କୁ ଫୋକସ କରିବି ପ୍ଲାନେଟାରୀ ବିଷୟରେ। ଓକେ। ଯଦି ମୁଁ ପ୍ଲାନେଟାରୀ ବିଷୟରେ ଫୋକସ କରିବି, ପ୍ଲାନେଟ ବିଷୟରେ ତମମାନେ କଣ ଜାଣିଛ? ତମମାନେ ଜାଣିଛ ପ୍ଲାନେଟ ବିଷୟକୁ ଯିବା ପୂର୍ବରୁ ମତେ ୟୁନିଭର୍ସ ବିଷୟରେ ତମମାନଙ୍କୁ କହିବାକୁ ପଡିବ। ତ ମୁଁ ତମମାନଙ୍କୁ ଫାଷ୍ଟ ୟୁନିଭର୍ସ ବିଷୟରେ ଟିକେ ନାକୁ ଡେସ୍କ୍ରାଇବ କରିବି। ୟୁନିଭର୍ସ କେମିତି ଫର୍ମେସନ ହେଲା, କଣ ନାହିଁ, ସେ ବିଷୟରେ କହିବି। ଦେନ୍ ୟୁନିଭର୍ସ ପରେ ଆମେ ୟୁନିଭର୍ସ ରୁ ପୁଣି ଡ୍ରପ୍ କରିବା କୋଉଠିକି ଆସିବା, ଆମେ ୟୁନିଭର୍ସ ରୁ ଆସିବା କେମିତି ସୋଲାର ସିଷ୍ଟମ ତିଆରି ହେଲା, ସରି ଆମର ଗ୍ୟାଲେକ୍ସି କେମିତି ତିଆରି ହେଲା। ଆମେ ଆସିବା କୋଉଠିକି, ଆମ ନିଜ ଗ୍ୟାଲେକ୍ସି କୁ, ମିଲ୍କି ୱେ ଗ୍ୟାଲେକ୍ସି। ମିଲ୍କି ୱେ ଗ୍ୟାଲେକ୍ସି ରୁ ଆମେ ନିଜର କୋଉଠିକି ଆସିଯିବା, ସୋଲାର ସିଷ୍ଟମ କୁ ଆସିଯିବା। ଆମର
सोलार सिस्टम को देन सोलार सिस्टम रू मु तम माननकु प्लैनेट्स गुड़ाक विषय पढ़ेबी सब प्लैनेट विषय मु तुम डिस्क्राइब करी इंडिविजुअली अर्थ मार्स जुपिटर सब प्लैनेट विषय कहबी आ से भितर ही तुम एस्टेरॉयड बेल्ट्स बहुत सारा जिनस कहबी ओडिया रे कहया गले आमे कथा हबा का विषय रे ना ग्रह नक्षत्र उल्कापिंड से सब विषय रे मो मन अछि पूर्व क्लास रे तुम गोटे क्वेश्चन पचारथिली काली ही तुम गोटे क्वेश्चन पचारथिली जे जेतेबेले मु आकाश को देखुची मते देखा जाउची विभिन्न कलर र तारा मन अछि କୋଉ କୋଉ ଷ୍ଟାର ଗୁଡାକ ରେଡ କଲର ଦେଖାଉଥିବେ କିଏ ବ୍ଲୁ ଦେଖାଉଥିବ କି ୟେଲୋ ଦେଖାଯାଉଥିବ ଦେଖିଛ କେବେ ଆକାଶରେ ସବୁ ଷ୍ଟାର ଗୁଡାକର କଲର କଣ ଏକା ଭଳିଆ ଥାଏ? ହୁଁ ସୌମ୍ୟ ବାବୁ ସୌଭାଗ୍ୟ କଣ ସବୁ ଷ୍ଟାର ଗୁଡାକର କଲର ଏକା ଭଳିଆ ଥାଏ ନା ଅଲଗା ଅଲଗା ଥାଏ? କେବେ ଯଦି ତମେ ମାନେ ଆକାଶକୁ ଅନେଇଥିବ ଷ୍ଟାର ର କଲର କେମିତି ଥାଏ ହେଲେ ଏକା ରଙ୍ଗର ଥାଏ ନା ଅଲଗା ଅଲଗା ଦେଖାଯାଏ? କଣ କେହି ଆନ୍ସର ଦବନି? ଡିଫରେଣ୍ଟ ଥାଏ ହାପି ବାବୁ ଡିଫରେଣ୍ଟ ଏପଟେ କିଏ ଅଛନ୍ତି ସ୍ୱୟଂପ୍ରଭା ନନ୍ଦିତା ସୂର୍ୟା କଣ ଆକାଶରେ ଯାଉ ତମେ ତାରା ଗୁଡାକ ଦେଖୁଥିବ ଷ୍ଟାର ଗୁଡାକ ୟେସ୍ ଶୁଭ ତ ସବୁ ଗୁଡା ଅଲଗା ଥାଏ ତ ଅଲଗା କଣ ପାଇଁ ଥାଏ ତା ପଛରେ ସାଇନ୍ସ କଣ ଅଛି କଣ ପାଇଁ ତାରା ମୁଁ ଜାଣିଛି ତ ତାରା କଲର କଣ ପାଇଁ ଅଲଗା ମିନ୍ସ ତାରା ଗୁଡାକ କଣ ପାଇଁ ଟ୍ୱିଙ୍କଲିଂ କରନ୍ତି ଏଇଟା ତମେ ମାନେ ପଢିଥିବ ବୋଧେ ଫିଜିକ୍ସ ରେ ନା ପ୍ଲସ ଟୁ ରେ ପଢିଛ ହ୍ୱାଇ ଷ୍ଟାର ଟ୍ୱିଙ୍କଲ୍ସ ହୁଁ ଷ୍ଟାର ଗୁଡାକ କଣ ପାଇଁ ଟ୍ୱିଙ୍କଲ କରନ୍ତି ତମେ ମାନେ ପଢିଥିବ ଏଇନା ଯଦି ପଢି ଭୁଲି ଯାଇଛ ଡୋଣ୍ଟ ଡୋରି ମୁଁ ପୁଣି ଥରେ ପଢେଇବି ତମେ ପଢିଛ ତ ଶୁଣିଛ ତ ଯେ ତାରା କଣ ପାଇଁ ଧପ ଧପ କରେ ତମମାନଙ୍କର ବୁକ୍ ଫୁକ୍ ରେ ମେ ବି ମୋର ମନେ ପଡୁଛି ଫିଜିକ୍ସ ରେ ଥିଲା ତ ସେଇ ଜିନିଷ ବି ଆମେ ମାନେ ଟିକେ ଟିକେ ପଢିବା ତ ଫିଜିକାଲ ଜିଓଲୋଜିରେ ଆମେ ଟିକେ ଟିକେ ଏଇ ସବୁ ଜିନିଷ ମାନେ ପ୍ଲାନେଟାରୀ ସାଇନ୍ସ ରେ ସରି ପ୍ଲାନେଟାରୀ ସାଇନ୍ସ ରେ ମୁଁ ତମମାନଙ୍କୁ ଏଇ ସବୁ କନସେପ୍ଟ ବିଷୟରେ ଟିକେ ଟିକେ ପଢେଇବି ଆଚ୍ଛା ତମମାନଙ୍କୁ କଣ ବୁକ୍ ଫଲୋ କରିବାକୁ ଆଚ୍ଛା ଏଇଟା ସରି ଏଇଟା କେପ୍ଲସ ଲ ବାଲା ବୋଧେ ଏଇଟା ହଉଛି ତମମାନଙ୍କର ଇଏଟା ତ ପ୍ଲାନେଟ ଗୁଡାକ ବିଷୟରେ ମୋର ଡେସକ୍ରାଇବ କରିବା ଦରକାର ନାହିଁ ଅଲରେଡି ତମମାନେ ପ୍ଲାନେଟ ମାନଙ୍କୁ ଚିହ୍ନିଛ ମୁଁ ଏ ପ୍ଲାନେଟ ଗୁଡାକ ବିଷୟରେ ତମମାନଙ୍କୁ ଆହୁରି କିଛି କହିବି ସନ୍ ବିଷୟରେ ବହୁତ ସାରା ଜିନିଷ ମୁଁ ତମମାନଙ୍କୁ ବୁଝେଇବି ତମମାନେ ଶୁଣିଥିବ ଚନ୍ଦ୍ର ଗ୍ରହଣ ସୂର୍ଯ୍ୟ ଗ୍ରହଣ ତାର ମାନେ କଣ ସେସବୁ ବିଷୟରେ ଆମେ ପଢିବା ଆଚ୍ଛା ତମମାନେ କୋଉ ବୁକ୍ ଫଲୋ କରିବ ହଁ ହ୍ୱାଇଟ ଦେଖା ସବୁ ଷ୍ଟାର ହ୍ୱାଇଟ ଦେଖାଯିବନି ଜଗମୋହନ କଦାପି ତମେ ଯୋଉଦିନ କ୍ଲିୟର ସ୍କାଏ ଥିବ ତମେ ଛାତକୁ ଯାଇକି ଦେଖ ତମକୁ ଡିଫରେଣ୍ଟ କଲର ର ଷ୍ଟାର ଦେଖାଯିବେ ଷ୍ଟାର ସବୁ ଗୁଡାକ କେବେ ହେଲେ ବି ଏକା କଲର ଦେଖାଯାଉନଥିବେ ସବୁ ଷ୍ଟାର ମାନେ ମ୍ୟାକ୍ସିମମ୍ ଷ୍ଟାର କିଛି କିଛି ଷ୍ଟାର ତମକୁ ରେଡ ଦେଖାଯିବେ ୟେଲୋ ଦେଖାଯିବେ ବ୍ଲୁ ଦେଖାଯିବେ ଷ୍ଟାର ଗୁଡାକ କଦାପି ସେମ କଲର ତମକୁ ଦେଖାଯାଉନଥିବେ ଥରେ ଅବଜର୍ଭ କର ଆଚ୍ଛା କୋଉ ବୁକ୍ ତମ ମାନେ ଫଲୋ କରିବ ଏଇଟା ଓନଲି ପ୍ଲାନେଟାରୀ ପାଇଁ ମୁଁ କହୁଛି ମୁଁ ଫିଜିକାଲ ଜିଓଲୋଜି ଭିତରକୁ ପଶି ନିଏ ଯାଏ ପ୍ଲାନେଟାରୀ ସାଇନ୍ସ ରେ ତମ ମାନେ କୋଉ ବୁକ୍ ଫଲୋ କରିବ ମୁଁ ନେକ୍ସଟ ଯେତେବେଳେ କ୍ଲାସ କରିବି ମୁଁ କିଛିଟା କ୍ଲାସ ତମ ମାନଙ୍କର ଫିଜିକାଲ ଜିଓଲୋଜି ବି କରିବି ଆମେ ପ୍ଲାନେଟାରୀ ଆଉ ଫିଜିକାଲ ଜିଓଲୋଜି କୁ ପାରାଲାଲି ପଢିବା ଆଚ୍ଛା ପ୍ଲାନେଟାରୀ ସାଇନ୍ସ ରେ ମୁଁ କଣ ପଢେଇବି ତମ କୋଉ ବୁକ୍ ଫଲୋ କରିବ ତମ ମାନେ ନା ୱିଲିୟମ ଲରି ବୋଲି ଗୋଟେ ବୁକ୍ ଅଛି ଆଉ ଏ ବୁକ୍ ଟା ପୁରା ଫଲୋ କରିବା ଦରକାର ନାହିଁ ଠିକ ଅଛି କାରଣ ପ୍ଲାନେଟାରୀ ସାଇନ୍ସ ବିଷୟରେ ତମମାନଙ୍କୁ ଅଲଗା କୋଉ ଏମିତି ବୁକ୍ ରୁ ଭଲ ଭାବରେ ମିଳିବନି କିନ୍ତୁ ୱିଲିୟମ ଲରି ଗୋଟେ ବହୁତ ହି ସୁନ୍ଦର ବୁକ୍ କିନ୍ତୁ ଏଇଟା ଜିଓ ଫିଜିକ୍ସ ଲେଖା ହେଇଛି ମୁଁ ତମମାନଙ୍କୁ କାଲି କହୁଥିଲି ଆମେ ଫିଜିକ୍ସ ର ବହୁତ ସାରା ହେଲ୍ପ ନଉ ତ ଏଇଟା ଫଣ୍ଡାମେଣ୍ଟାଲ ଅଫ ଜିଓ ଫିଜିକ୍ସ ଗୋଟେ ବୁକ୍ ଅଛି ଏଇ ବୁକ୍ ର ଓନଲି ଫାର୍ଷ୍ଟ ଚାପ୍ଟର ମୁଁ ଯୋଉଟା କି ତମମାନଙ୍କ ଗ୍ରୁପ ରେ ସେୟାର କରିଦେବି ଫାର୍ଷ୍ଟ ଚାପ୍ଟର ଏଥିରେ ଆରାଉଣ୍ଡ 30-40 ପେଜେସ୍ ଥିବ ସେ 30-40 ପେଜେସ୍ ବି ପଢିବାର ନାହିଁ ତାର ଅଧା ଓନଲି ଯେତିକି ପାର୍ଟ ପ୍ଲାନେଟାରୀ ଥିବ 12 ରୁ 15 ପେଜ ପ୍ଲାନେଟ ବିଷୟରେ କୁହାଯାଇଥିବ ସେଇ 12 ରୁ 15 ପେଜ ତମମାନଙ୍କୁ ପଢିବାର ଅଛି ଆଉ ପ୍ଲାନେଟାରୀ ମୋଷ୍ଟ ଅଫ ଦ ପାର୍ଟ କଭର ହେଇଯିବ କିନ୍ତୁ କଣ ହେଇଛି ନା ଏଇ ବୁକ୍ ଯିଏ ଲେଖିଥିଲେ ସେ ତ ବହୁତ ବର୍ଷ ତଳେ ଲେଖିଥିଲେ ଏବେ କଣ ହଉଛି ନା ତମେ ଜାଣିଛ ଆଜି ପର୍ଯ୍ୟନ୍ତ ରିସର୍ଚ୍ଚ ଚାଲିଛି ଏବେ ବି କଣ ନୂଆ ନୂଆ ଜିନିଷ ଡିସ୍କଭର ହଉଛି ତ ତମେ ଅପଡେଟେଡ ନଲେଜ ପାଇବା ପାଇଁ ଠିକ ଅଛି ଅପଡେଟେଡ ନଲେଜ ପାଇବା ପାଇଁ ତମେ ନାସାର ୱେବସାଇଟ ଫଲୋ କରିପାର ନାସାର ୱେବସାଇଟ ରେ ତମମାନଙ୍କୁ ସବୁ ପ୍ରକାର ମୁଁ ଦିନେ କ୍ଲାସରେ ନାସାର ୱେବସାଇଟ କୁ ସ୍କ୍ରିନ ସେୟାର କରିକି ଦେଖେଇ ଦେବି ଯେ ନାସାର ୱେବସାଇଟ କୁ ତମେ ୟୁଜ କେମିତି କରିପାରିବ
କେମିତି ସେଥିରୁ ଡାଟା ତମେ ଜାଣିପାରିବ, ପ୍ଲାନେଟ ବିଷୟରେ କେମିତି ତମେ ସବୁ ଡାଟା ଗ୍ରହଣ କରିପାରିବ। ତ ନାସାର ୱେବସାଇଟ ରେ ବି ତମମାନଙ୍କୁ ବହୁତ ସାରା ଜିନିଷ ଆଭେଲେବଲ ଅଛି, ତମମାନଙ୍କର ନଲେଜ ପାଇଁ, ଏକ୍ଜାମ ପାଇଁ ବହୁତ ସାରା ଜିନିଷ ମିଳିଯିବ। ଆଚ୍ଛା, ତ ତାପରେ ଆମେ ଏଇ ମିଲ୍କି ୱେ ଗ୍ୟାଲେକ୍ସି ହେଇଗଲା, ମୁଁ ଟିକେ ଟିକେ ଫଟୋ ଆଣିଥିଲି ଯୋଉଟା ତମମାନଙ୍କୁ ପଢେଇବି। ତମର ସନ୍ ହେଇଗଲା, ତାପରେ ଆଉ କଣ ପଢିବା ମାନେ, ଆଜି ତମମାନଙ୍କୁ ମୁଁ ପ୍ଲାନେଟାରୀ ଟିକେ ଟିକେ ଡେସ୍କ୍ରିପସନ ଦଉଛି, ଦେନ୍ ମୁଁ କିଛିଟା ଥିଓରି ତମମାନଙ୍କୁ ପଢେଇବି ନିଶ୍ଚିନ୍ତ। ଆଜି ମୁଁ ତମମାନଙ୍କୁ ବୋରିଂ କରିବାକୁ ଚାହୁଁନି, ତ ମୁଁ ଡାଇରେକ୍ଟ ତମମାନଙ୍କୁ ପ୍ଲାନେଟ ଭିତରକୁ କିମ୍ବା ୟୁନିଭର୍ସ ଭିତରକୁ ଜମ୍ପ କରଉନି। ମୁଁ ତମକୁ ଟିକେ ନାଗୁରୁ କିଛି ଇଣ୍ଟରେଷ୍ଟିଂ ପଢେଇବି, ଦେନ୍ ଆମେ ବୋରିଂ ପାର୍ଟ ଟିକେ ଟିକେ ଭିତରକୁ ପଶିବା। ଆଚ୍ଛା, କଣ ଏଟା ଥିଲା? ଏଇ କ୍ୱେଶ୍ଚିନ୍ ଗୋଟେ ଥିଲା। ଏଇ କ୍ୱେଶ୍ଚିନ୍ କୁ ବି ଆମେ ଡେସ୍କ୍ରାଇବ କରିବା। ହାଉ ୱାଟର and ocean forms in the earth। ପୃଥିବୀରେ ପାଣି କୋଉଠୁ ଆସିଲା? ପୃଥିବୀରେ ସମୁଦ୍ର କେମିତି ତିଆରି ହେଲା? କେବେ ଭାବିଛ? ସମୁଦ୍ର କୋଉଠୁ ଆସିଲା? ସମୁଦ୍ରଟା ଲୁଣିଆ କଣ ପାଇଁ? ଶୁଭ ବାବୁ, ସୌମ୍ୟ, ନନ୍ଦିତା, କଣ କଣ ପାଇଁ ସମୁଦ୍ର ଲୁଣିଆ କେବେ ଭାବିଛ? ହୁଁ, ସମୁଦ୍ରର ପାଣି ଲୁଣିଆ। ଆଉ ତମେ ଚାରିପଟୁ ଘେରି ହେଇକି ରହିଛି ତମର ଓଡିଶା ସମୁଦ୍ରର, ବଙ୍ଗୋପସାଗର ପାଖରେ ତମେ ଅଛ, କିନ୍ତୁ ସମୁଦ୍ରର ପାଣି ଲୁଣିଆ କଣ ପାଇଁ? ହୁଁ, ଆଉ ପୃଥିବୀ ଉପରେ ଏତେ ସାରା ପାଣି ଆସିଲା କୋଉଠୁ? ସେଇଟା ବି ଗୋଟେ କ୍ୱେଶ୍ଚିନ୍। ସେ କ୍ୱେଶ୍ଚିନ୍ ବିଷୟରେ ବି ଆମେ ଡିସ୍କସ କରିବା। ଆମ ଚାରିପଟେ କଣ ପାଇଁ ବାୟୁମଣ୍ଡଳ ଅଛି? ଆମ ଚାରିପଟେ ଆଟମୋସ୍ଫିୟର କଣ ପାଇଁ ଅଛି? ଆଉ କୋଉ ପ୍ଲାନେଟ ରେ କଣ ପାଇଁ ଆଟମୋସ୍ଫିୟର ନାହିଁ? କଣ ପାଇଁ ପୃଥିବୀରେ ଆଟମୋସ୍ଫିୟର ଅଛି? ସେଇଟା ବି ଗୋଟେ କ୍ୱେଶ୍ଚିନ୍। ଏଇ ସବୁ କ୍ୱେଶ୍ଚିନ୍ ତମମାନଙ୍କ ମୁଣ୍ଡରେ ଆସିଛି ନା ନାଇଁ କେବେ? ଜାଣିପାରୁଛ? ମୋ ମୁଣ୍ଡକୁ କିନ୍ତୁ କେବେ ଆସିନଥିଲା ଯେତେବେଳେ ମୁଁ ତମ ଷ୍ଟେଜରେ ଥିଲି। ମୋ ମୁଣ୍ଡକୁ ଏବେ ଆସୁଛି। ତ ତମମାନଙ୍କ ମୁଣ୍ଡକୁ ବି ଯଦି ଆସିନି, କିନ୍ତୁ ଇସୁ ନାହିଁ। ଆମେ କଣ ସବୁ ଷ୍ଟଡି କରିପାରିବା, ଆମେ କଣ ସବୁ ଆଗକୁ ପଢିବା, ଆମ ଟେବଲ ଅଫ କଣ୍ଟେଣ୍ଟସ କଣ କଣ ସବୁ ଇଣ୍ଟରେଷ୍ଟିଂ ଜିନିଷ ଅଛି। ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଯେମିତି ମୁଁ ତମମାନଙ୍କୁ କହିପାରିଲି ଯେ ୱାଟର କୋଉଠୁ ଆସିଲା ପୃଥିବୀ ଉପରେ। ସେକେଣ୍ଡ ଇଣ୍ଟରେଷ୍ଟିଂ ଜିନିଷ ହଉଛି ଓସିଆନ କେମିତି ତିଆରି ହେଲା। ଥାର୍ଡ ଇଣ୍ଟରେଷ୍ଟିଂ ଜିନିଷ ହଉଛି ଆଟମୋସ୍ଫିୟର। ଆଟମୋସ୍ଫିୟର କଣ ପାଇଁ ଆର୍ଥ ପାଖରେ ଅଛି ଆଉ କାହା ପାଖରେ କଣ ପାଇଁ ନାହିଁ। ଫୋର୍ଥ ହଉଛି ଓସିଆନ ଟା ସାଲାଇନ୍ କଣ ପାଇଁ, ଲୁଣିଆ କଣ ପାଇଁ ଓସିଆନ। ଠିକ ଅଛି। ଫିଫ୍ଥ ହଉଛି ଆର୍ଥର ଇଣ୍ଟରନାଲ ବିଷୟରେ ତ ଆମେ ପଢିବା। ଆମେ ପଢିବା ଆର୍ଥର ମ୍ୟାଗ୍ନେଟିକ ଫିଲ୍ଡ ବିଷୟରେ। ଆର୍ଥର ମ୍ୟାଗ୍ନେଟିକ ଫିଲ୍ଡ କଣ ପାଇଁ ଏତେ ଷ୍ଟ୍ରଙ୍ଗ, କଣ ପାଇଁ ଆର୍ଥ ପାଖରେ ମ୍ୟାଗ୍ନେଟିକ ଫିଲ୍ଡ ଅଛି। ଏସବୁ ଜିନିଷ ଆମେ ପଢିବା। ଆଉ ମ୍ୟାଗ୍ନେଟିକ ଫିଲ୍ଡ ରହିବା ଯୋଗୁ କଣ ହଉଛି ଆର୍ଥରେ। କୋଶ୍ଚିନ୍ ଏମିତି ବି ଅଛି, ଯଦି ପୃଥିବୀ ଦିନେ ଘୁରିବା ବନ୍ଦ କରିଦବ ତାହେଲେ କଣ ହବ। କୋଶ୍ଚିନ୍ ଏମିତି ବି ଅଛି, ଯଦି ପୃଥିବୀ ଦିନେ ନିଜ ଚାରିପଟେ ଘୁରିବା କିମ୍ବା ସୂର୍ଯ୍ୟ ଚାରିପଟେ ଘୁରିବା ବନ୍ଦ କରିଦବ ତାହେଲେ କଣ ହିଁ ଅସୁବିଧା ହେଇଯିବ। ଇଫ ଆର୍ଥ stops rotating, what will happen? କଣ ହବ? if ଆଉ କଣ ହେଇପାରିବ, ଯଦି ଆର୍ଥ ରୋଟେଟ କରିବା ବନ୍ଦ କରିଦେଲା ତାହେଲେ କଣ ହବ, ଇଏ ଗୋଟେ କ୍ୱେଶ୍ଚିନ୍ ଅଛି। ଆଉ ଗୋଟେ କ୍ୱେଶ୍ଚିନ୍ ହଉଛି ଯେ ଲାଇଫ, ହାଉ ଲାଇଫ କେମ୍ ଟୁ ଆର୍ଥ, ଆର୍ଥକୁ ଲାଇଫ କୁଆଡୁ ଆସିଲା। ତ ଏଇ ସବୁ କ୍ୱେଶ୍ଚିନ୍ ଗୁଡାକ ଆମେ ଯେତେବେଳେ ଆଗକୁ ଆଗକୁ ଆମେ ଏଇ ଟପିକ ଭିତରକୁ ଯିବା, ତମମାନେ ପାଠ ସହିତ ତମମାନଙ୍କ ଏକ୍ଜାମ ଛଡା ତମମାନେ ଏଇ ସବୁ ଜିନିଷକୁ ବି ଆନ୍ସର କରିପାରିବ। ବୁଝିପାରିଲ? ତ ଆଜି ଗୋଟେ ଜିନିଷ ପଢିବା ମୁଁ ଭାବୁଛି। ଆଜି ଏଇ ମାନଙ୍କ ଭିତରୁ ମୁଁ ତମମାନଙ୍କୁ ଗୋଟେ ଇଣ୍ଟରେଷ୍ଟିଂ ଟପିକ ଆଡକୁ ନେଇକି ଯିବି। ଫାଷ୍ଟ ମୁଁ ଟିକେ ତାର ବିଲ୍ଡ ଅପ୍ ଦେଇଦିଏ। ମତେ, ଆଚ୍ଛା, ଜିଓଲୋଜି ତମମାନେ ପଢୁଛ। ଜିଓଲୋଜି ପିଲେ ତମମାନଙ୍କୁ ମୁଁ କାଲି ଡେସ୍କ୍ରାଇବ କରିସାରିଛି। ଜିଓଲୋଜି ମାନେ କଣ ମତେ ଆଉଥରେ କିଏ କହିପାରିବ? ଜିଓଲୋଜିରେ ଆମେ ପ୍ରେଜେଣ୍ଟ ର କଥା ହଉଛନ୍ତି, ଫ୍ୟୁଚର ର କଥା ହଉଛନ୍ତି, ନା ପାଷ୍ଟ ର କଥା ହଉଛନ୍ତି, ଆମେ କାହା ବିଷୟରେ କଥା ହଉଛନ୍ତି ନର୍ମାଲି ଜିଓଲୋଜିରେ। ଏବେ କିଛି କିଛି ଛୁଆ ଜଏନ କରିସାରିଛ। ପ୍ରେରଣା ପାଷ୍ଟ ବିଷୟରେ, ଓନ୍ଲି ପାଷ୍ଟ ବିଷୟରେ କଥା ହଉଛନ୍ତି ପ୍ରେରଣା ମ୍ୟାଡାମ।
द स्टडी ऑफ ଆଉ ଇନପୁଟ ଦିଅ ଶୁଭ ବାବୁ, ନନ୍ଦିତା ମ୍ୟାଡାମ, କଣ ସ୍ୱୟଂ ପ୍ରଭା, ସୌମ୍ୟ, ଆଚ୍ଛା ଫ୍ୟୁଚର ବିଷୟରେ ଓକେ, ଜଗମୋହନ ପ୍ରେଜେଣ୍ଟ, ତ ସମସ୍ତେ ଗୋଟେ ଗୋଟେ ଆନ୍ସର ଦେଇଦେଲ। ମୁଁ ତୁମକୁ କାଲି କ୍ଲାସରେ କହିଥିଲି ଯେ ଆମେ ପାଷ୍ଟ କୁ ଷ୍ଟଡି କରନ୍ତି, ଆମେ ପ୍ରେଜେଣ୍ଟ କୁ ଷ୍ଟଡି କରିକି ପାଷ୍ଟ ବିଷୟରେ ବାହାର କରନ୍ତି ଡାଟା, ଆଉ ପାଷ୍ଟ ଆଉ ପ୍ରେଜେଣ୍ଟ କୁ ମିଶେଇକି ଫ୍ୟୁଚର କୁ ପ୍ରେଡିକ୍ଟ କରନ୍ତି। ବୁଝିପାରିଲ? ଫ୍ୟୁଚର ବିଷୟରେ ଆମେ ପ୍ରେଡିକ୍ସନ ଦିଅନ୍ତି ପାଷ୍ଟ ଆଉ ପ୍ରେଜେଣ୍ଟ କୁ ଦେଖିକି। ଆଉ ପାଷ୍ଟ କୁ ଆମେ କେମିତି ଷ୍ଟଡି କରୁ ନା ଆମେ ଜାଣିଛୁ ପ୍ରେଜେଣ୍ଟ ଇଜ ଦ କି ଟୁ ଦ ପାଷ୍ଟ। ପ୍ରେଜେଣ୍ଟ କୁ ଦେଖିଲେ ଆମେ ପାଷ୍ଟ ବିଷୟରେ ଷ୍ଟଡି କରିପାରିବା। ଓକେ, ଆଚ୍ଛା, ତ ଜିଓଲୋଜିରେ ଆମକୁ କଣ କରେ, ଏଇଟା କହିବାର ଅର୍ଥ କଣ ଥିଲା ମୋର, ନା ଆର ଅର୍ଥ ହଉଛି ଯେ ତମେ ଯଦି ଜିଓଲୋଜି ପଢୁଛ, ତମେ ଯଦି ଫ୍ୟୁଚରରେ ଜିଓଲୋଜିଷ୍ଟ ହବାକୁ ଚାହୁଁଛ, ଦେନ୍ ୟୁ ସୁଡ୍ ବି ଏ ଗୁଡ ଷ୍ଟୋରି ଟେଲର। ତମେ ଷ୍ଟୋରି ବହୁତ ବଢିଆ କହି ଶିଖିବା ଦରକାର, କାରଣ ଆମେ ପାଷ୍ଟ ବିଷୟରେ କଥା ହଉଛୁ, ପୁଣି କେତେ ପାଷ୍ଟ ବିଷୟରେ, ଆମେ କଥା ହଉଛୁ 3 ବିଲିୟନ ଇୟର ପୁରୁଣା କଥା, 3 ବିଲିୟନ ଇୟର। ବିଲିୟନ ମାନେ କଣ, 3 ଇଣ୍ଟୁ କେତେ ଆସିବ, 10 ଟୁ ଦି ପାୱାର, ଦେଖିବା କଣ ତମର ଜଣା ଅଛି, ମିଲିୟନ ବିଲିୟନ ହିସାବ ଜାଣିଛ, 1 ମିଲିୟନ ମାନେ 10 ଟୁ ଦି ପାୱାର କେତେ, 1 ବିଲିୟନ ମାନେ 10 ଟୁ ଦି ପାୱାର କେତେ, 6। अरे मिलियन माने कौची, बिलियन माने 9, ठीक अच्छे, मिलियन माने 6, बिलियन माने 9, तो 10 टू दी पावर 9 इयर्स माने 3 रे 9टा 0 वर्ष पूर्वे कौन ହେଇଥିଲା ଆମେ ତାର ଷ୍ଟୋରି କହୁଛନ୍ତି। ତ ତମେ ଯେତେବେଳେ କହୁଛ ଜଣକୁ, କାରଣ ଏତେ ପୁରୁଣା କଥା କହୁଛ, ସେ ତମ କଥା ତ ବିଲିଭ ବି କରିବନି, ସେ କହିବ ହେ ମିଛ କଥା ଗୁଡା କହୁଛୁ। ତ ସେଇ ଷ୍ଟୋରିକୁ ତୁମକୁ ସେଇଭଳିଆ କହିବା ଦରକାର, ସେଇଭଳିଆ କହିପାରିବା ଦରକାର ଫ୍ୟାକ୍ଟ ସହିତ, ଯେ ତମେ ଜଣକୁ କନଭିନ୍ସ କରିପାରିବ। ସୋ ତମମାନଙ୍କୁ ଭଲ ଷ୍ଟୋରି ଟେଲର ହବାକୁ ପଡିବ ଯେତେବେଳେ ତମେ କାହାକୁ ଗୋଟେ ଜିଓଲୋଜି ବିଷୟରେ କହୁଛ। ଆଚ୍ଛା, କଣ ପାଇଁ ନା ତମମାନଙ୍କୁ ଯେତେବେଳେ ମୁଁ କହିବି ଯେ ପିଲେ ଜାଣିଛ ୱାନ୍ସ ଅପନ ଏ ଟାଇମ ଯେତେବେଳେ ପୃଥିବୀ ବନିଥିଲା, ସେତେବେଳେ ପୃଥିବୀ ଗୋଟେ କଣ ଥିଲା, ଫାୟାର ର ଗ୍ଲୋବ ଥିଲା, ଗୋଟେ ଅଗ୍ନିର ଗୋଲା, ଗୋଟେ ନିଆଁର ଗୋଲା ଥିଲା, ଫାୟାର ଗ୍ଲୋବ ଥିଲା, ଏଥିରେ କିଛି ନଥିଲା, ସବୁ ଗୁଡାକ ମୋଲଟେନ ଷ୍ଟେଟ ରେ ଥିଲେ, ସବୁ ଗୁଡାକ ମୋଲଟେନ ମେଲ୍ଟ ଷ୍ଟେଟ ରେ ଥିଲେ, ବୁଝିପାରିଲ, ନଟ ରିଙ୍ଗ ଅଫ ଫାୟାର, ମୋଲଟେନ ଗ୍ଲୋବ କହୁଛି, ମାନେ ଆର୍ଥ ଉପରେ କେବଳ ମାଗମା ହିଁ ମାଗମା ଥିଲା, ସି ଅଫ ମାଗମା ଥିଲା ଆର୍ଥ ଗୋଟେ, ଆର୍ଥରେ ଚାରିଆଡେ ସି ଅଫ ମାଗମା ଥିଲା, ସବୁଆଡେ ମାଗମା ଥିଲା, ପାଣିର କିଛି ନାଁ ନଥିଲା, କୌଣସି ପାହାଡ ନଥିଲା, କିଛି ପଥର ନଥିଲା, ଯେତେବେଳେ ଆର୍ଥ ଫର୍ମ ହେଇଥିଲା। ସେବେଠାରୁ ଆରମ୍ଭ କରି ଏବେ ଭିତରେ ଏତେ ଡିଫରେନ୍ସ କେମିତି ହେଲା, କୁଆଡୁ ଆସିଲା, ଆମେ ସେ ସବୁକୁ ଡେସ୍କ୍ରାଇବ କରିବା। ତ ସେଇଟା ଅଛି, ଆମେ ଏଇ ପ୍ଲାନେଟାରୀ, ଏଇ ଫିଜିକାଲ ଜିଓଲୋଜିରେ ମୁଁ ତମମାନଙ୍କୁ ସବୁ ଜିନିଷ ଗୁଡାକ କହିବାକୁ ଟ୍ରାଏ କରିବି। ଆଚ୍ଛା, ଫରଗେଟ ଏବାଉଟ ଦିସ୍, ଯାହା ହଉ କହିଦେଲି ସେ ସବୁ କଥା। ଏବେ ଆମେ ଯିବା, ଆଜି ଆମେ କଣ ପଢିବା। ତ ସେଇ ଷ୍ଟୋରିର ଗୋଟେ ପାର୍ଟ ହଉଛି କଣ, ମୁଁ ତମମାନଙ୍କୁ ଷ୍ଟୋରିର ଏଇନା ଷ୍ଟାର୍ଟିଂ ପଏଣ୍ଟ କୁ ନଉନି, କୋଉଠୁ ଆରମ୍ଭ ହେଲା ୟୁନିଭର୍ସ, କାହିଁକି ନଉନି ନା ସେଗୁଡାକ ଏଇନା ପଢିବାକୁ ତମମାନଙ୍କୁ ମଜା ଲାଗିବନି, ତ ମୁଁ ତମମାନଙ୍କୁ ଟିକେ ଟପିକ ର ମଜାଦାର ପାର୍ଟ ଟିକେ ପଢେଇ ଦିଏ, ତାପରେ ମୁଁ ତମକୁ ସେଇ ପାର୍ଟ ଆଡକୁ ନେବି ଟିକେ ଟିକେ। ତ ଟପିକ ର ଗୋଟେ ମଜାଦାର ପାର୍ଟ ହଉଛି, ପିଲେ ତମମାନେ ଜାଣିଛ, ତମମାନଙ୍କୁ ମୁଁ ଏବେ ଗୋଟେ କ୍ଲାସରେ କ୍ୱେଶ୍ଚିନ୍, ଫାର୍ଷ୍ଟ କ୍ୱେଶ୍ଚିନ୍ ସରି କିଛି ନମ୍ବର ଗୋଟେ କ୍ୱେଶ୍ଚିନ୍ ତମମାନଙ୍କୁ କହିଲି, ହ୍ୱାଟ ୱିଲ୍ ହାପେନ୍ if earth stops rotating, ଯଦି ଆର୍ଥ କଣ ହେଲା, ରୋଟେଟ କରିବା ବନ୍ଦ କରିଦେଲା, ରୋଟେଟିଂ around sun, ଠିକ ଅଛି, ସୂର୍ଯ୍ୟ ଚାରିପଟେ ରୋଟେଟ ହବା ଯଦି ଆର୍ଥ ବନ୍ଦ କରିଦେଲା, ତାହେଲେ କଣ ହବ, ଏଇ କ୍ୱେଶ୍ଚିନ୍ ଟା ମୁଁ ତମମାନଙ୍କୁ ପଚାରିଥିଲି ନା, ଏଇଟାକୁ ଆମେ ଆନ୍ସର କରିବା ବୋଲି କହିଥିଲି। ତ ଏଇ କ୍ୱେଶ୍ଚିନ୍ ବିଷୟରେ ମୁଁ ତମମାନଙ୍କୁ ଏଇନା ଟିକେ ପଚାରୁଛି, ତମେ ସମସ୍ତେ ଜାଣିଛ ସୂର୍ଯ୍ୟ ମଝିରେ ଅଛି, ତା ଚାରିପଟେ ସବୁ ପ୍ଲାନେଟ ଗୁଡାକ ଘୁରୁଛନ୍ତି, ଏଇଆ ନା, ନା ଆଉ କଣ, ଠିକ କହୁଛି ନା ଭୁଲ କହୁଛି, ସୂର୍ଯ୍ୟ ଅଛି, ତା ଚାରିପଟେ ସବୁ ପ୍ଲାନେଟ ଘୁରୁଛନ୍ତି, ଠିକ କଥା ତ ନା ଭୁଲ କଥା, ଠିକ ଜିନିଷ। ଆଚ୍ଛା,
ଆଚ୍ଛା, ଏବେ କଣ ପାଇଁ ଘୁରୁଛନ୍ତି, କଣ ପାଇଁ ନ ଘୁରୁଛନ୍ତି ସେଇଟା ତ ଗୋଟେ ଟପିକ। ଆଉ ଯଦି ଘୁରିବା ବନ୍ଦ କରିଦେଲେ ତାହେଲେ କଣ ହବ, କଣ ପାଇଁ ଘୁରୁଛନ୍ତି ସେ ବିଷୟରେ ମୁଁ ତମମାନଙ୍କୁ ଆଗକୁ ଗଲେ କହିବି। ଏବେ ମୋ ପାଖରେ କ୍ୱେଶ୍ଚିନ୍ ଅଛି ଯେ ଯଦି ପୃଥିବୀଟା ସୂର୍ଯ୍ୟ ଚାରିପଟେ ଘୁରିବା ବନ୍ଦ କରିଦେଲା ଦେନ୍ କଣ ହବ। ଆମେ ସମସ୍ତେ ଜାଣିଛନ୍ତି ସୂର୍ଯ୍ୟ ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛି, ଠିକ କଥା ନା ଭୁଲ କଥା? ଘୁରୁଛି ତ? ଏବେ ମତେ କୁହ, ତମମାନେ ସମସ୍ତେ ପଢିଛ ଲ ଅଫ ଇନର୍ସିଆ ଫାର୍ଷ୍ଟ ଇୟର ପିଲେ? ତମମାନେ ସବୁ ଲ ଅଫ ଇନର୍ସିଆ ପଢିଛ? ନନ୍ଦିତା ମ୍ୟାଡାମ, ଲ ଅଫ ଇନର୍ସିଆ ପଢିଛନ୍ତି ଆପଣ? ସମସ୍ତେ ଲ ଅଫ ଇନର୍ସିଆ ପଢିଛ? ସୌମ୍ୟ ବାବୁ ବହୁତ ବଢିଆ, ଶୁଭ, ସ୍ୱୟଂପ୍ରଭା ଆଉ ସମଥିଙ୍ଗ ନାଁ ଟା ବାରମ୍ବାର ଭୁଲି ଯାଉଛି, ସ୍ଥିତି, ଆଉ କିଏ ଥିଲେ ନୂଆ? ନୀଳମା ତ ପୁରୁଣା ଆମର, ଶୁଭ ଗଲା, ସୌମ୍ୟ, ଆଉ କିଏ ନୂଆ ଥିଲା? ସମସ୍ତେ ସ୍ୱୟଂପ୍ରଭା, ୟା ଆଚ୍ଛା, ଆଚ୍ଛା ସୂର୍ୟା, ହଁ ସୂର୍ୟା, ହର୍ଷ, ହର୍ଷ ଚନ୍ଦନ, ଓକେ, ହର୍ଷ ଆଉ ଚନ୍ଦନ ଦିଟା ଅଲଗା ଅଲଗା ୱାର୍ଡ ନା ଗୋଟେ ୱାର୍ଡ? ଆଚ୍ଛା ଶୁଭଶ୍ରୀ, ଶୁଭଶ୍ରୀ ବି ଗୋଟେ ଅଛି, ଆରେ ବହୁତ ଛୁଆ ଅଛ। ମୁଁ ଆକ୍ଚୁଆଲି ନା ଟିକେ ତମମାନଙ୍କ ସହିତ ନା ଆକ୍ୱେଣ୍ଟେଡ ହବାକୁ ଟିକେ ଟାଇମ ଲାଗିବ, ଯଦି ମୁଁ କାହା ନାଁ ମିସ୍ କରୁଥିବି ମନ ଦୁଃଖ କରିବନି ହେଲା। ଆଚ୍ଛା, କୋଉଠି ଥିଲି ମୁଁ? ଲ ଅଫ ଇନର୍ସିଆ ବିଷୟରେ ପଚାରୁଥିଲି। ଲ ଅଫ ଇନର୍ସିଆ ମନେ ଅଛି? ନ୍ୟୁଟନ୍ସ ଲ, ନ୍ୟୁଟନ୍ସ ଥାର୍ଡ ଲ ଆଡକୁ ଯାଅନି, ଆମେ ଯିବା ନ୍ୟୁଟନ୍ସ ଫାର୍ଷ୍ଟ ଲ, ଲ ଅଫ ଇନର୍ସିଆ। ମୁଁ ଏକ୍ସାମ୍ପଲ ମନେ ପକେଇ ଦଉଛି, ତମମାନେ ଡିଡି କଲେଜରେ ପଢୁଛ, କିଏ ଏତେ ବଡ ବଡ କଲେଜରେ ସବୁ ଯାଇ ପଢୁଛ, କିଏ ବାରିପଦାରୁ ଅଛ, ତ ତମମାନେ ସବୁ ଏତେ ବଡ ବଡ କଲେଜ ରେଭେନ୍ସାରୁ ଅଛ ତମେ ଛୁଏ, ତ ତମମାନେ ପ୍ଲସ ଟୁ ରେ ଫିଜିକ୍ସ ରେ ପଢିଥିବ ଯେ ବସ ରେ ଗଲା ବେଳେ ହଠାତ୍ ଯେତେବେଳେ ବସ ଛାଡିଦିଏ କଣ ପାଇଁ ତମମାନଙ୍କୁ ଝଟକା ଲାଗେ, ମନେ ପଡୁଛି? ଏଇ ସବୁ ଏକ୍ସାମ୍ପଲ ତମମାନଙ୍କୁ ତମ ସାର୍ ମାନେ ଦେଇଥିବେ। ଲ ଅଫ ଇନର୍ସିଆ, ନ୍ୟୁଟନ୍ସ ଫାର୍ଷ୍ଟ ଲ, ମନେ ଅଛି କାହାର? ସେକେଣ୍ଡ ଲ ଥିଲା ସେ ଫୋର୍ସ ୱାର୍ଡ ଉପରେ, object need a force to move from the place। ଆହା, ଶୁଭଶ୍ରୀ ମ୍ୟାଡାମ ଠିକ କହୁଛ, କିନ୍ତୁ ମୁଁ ତାକୁ ଟିକେ ମାନେ ରିଫାଇନ କରୁଛି। ତମେ ଭୁଲ କହୁନ, ମୁଁ ତାକୁ ଖାଲି ରିଫାଇନ କରୁଛି। ମୋର ଯେତିକି ମନେ ଅଛି, ମୁଁ ମୁଁ ତ ଆଜି ମୋର ଯେତିକି ମନେ ପଡୁଛି, ଲ ଅଫ ଇନର୍ସି କିମ୍ବା ନ୍ୟୁଟନ୍ସ ଫାର୍ଷ୍ଟ ଲ ଥିଲା ଏ ମୁଭିଂ ଅବଜେକ୍ଟ, କଣ ହବ? ଏ ମୁଭିଂ ଅବଜେକ୍ଟ, yes, every object will remain at rest unless any external force act on it। ଆଉ ଗୋଟେ କଣ ଥିଲା ହର୍ଷ ବାବୁ, ଯେତେବେଳେ ସେଇଟା ଥାଏ ଗୋଟେ ମୁଭିଂ ଅବଜେକ୍ଟ ବିଷୟରେ ଆମେ କୁହନ୍ତି, ଏ ମୁଭିଂ ଅବଜେକ୍ଟ will move in the same direction until and unless an external force act on it। ଏଇଭଳିଆ କିଛି ଥିଲା ନା ଗୋଟେ, ଗୋଟେ ମୁଭିଂ ଅବଜେକ୍ଟ ଯୋଉ ଡିରେକ୍ସନରେ ମୁଭ କରୁଛି ସେଇ ଡିରେକ୍ସନରେ ମୁଭ କରୁଥିବ until and unless ତମେ ତା ଉପରେ ଗୋଟେ ଏକ୍ସଟର୍ନାଲ ଫୋର୍ସ ପକଉନାହ। ଏଇଆ ନା, ଲ ଅଫ ଇନର୍ସିଆର ଅର୍ଥ ସେଇଆ ତ, ଯେପର୍ଯ୍ୟନ୍ତ ତମେ ଏକ୍ସଟର୍ନାଲ ଫୋର୍ସ ପକଉନାହ ସେ ପର୍ଯ୍ୟନ୍ତ ଗୋଟେ ସ୍ଥିର ଥିବା ଜିନିଷ ସ୍ଥିର ଅବସ୍ଥାରେ ରହିବ, ଗୋଟେ ମୁଭ କରୁଥିବା ଜିନିଷ ମୁଭ କରୁଥିବ। ଏତିକି ତ ଲ ଅଫ ଇନର୍ସିଆର ମାନେ, ନା ଆଉ କଣ? ଏ ମୁଭିଂ ଅବଜେକ୍ଟ will move until and unless ତମେ ତା ଉପରେ, ଯେମିତି ଗୋଟେ ଭାବିନିଅ ଗୋଟେ ଫ୍ରିକ୍ସନଲେସ୍ ସରଫେସ୍ ଅଛି, ତମେ ସାଇକେଲରେ ଯାଉଛ, ଗୋଟେ ପାହାଡରୁ ତମେ ମାନେ ଗଡୁଛ, ଗୋଟେ ସାଇକେଲରେ ଯାଉଛ ତୁମେ ପାହାଡରୁ ଗଡୁଛ, ଯେପର୍ଯ୍ୟନ୍ତ ତମେ ପାହାଡରେ ବ୍ରେକ୍ ନ ମାରିଛ ତମ ସାଇକେଲ ସେମିତି ଗଡି ଚାଲିଥିବ ନା ନାଇଁ, ହଁ ନା ନାଇଁ?
ତମେ ଫୋର୍ସ ଆପ୍ଲାଏ କର ନ କର, ତମ ସାଇକେଲ ଆପେ ଆପେ ଗଡି ଚାଲିଥିବ। ଲ ଅଫ ଇନର୍ସିଆ ହିସାବରେ ଯେପର୍ଯ୍ୟନ୍ତ ଗୋଟେ ବସ୍ ବାଲା ବସ ର ବ୍ରେକ୍ ନ ମାରିଛି, ୟେସ୍, ଅବଜେକ୍ଟ ୱିଲ୍ remain in rest or in a uniform motion until and unless the force act on it. External force. ସାବାସ ସୂର୍ୟ। ଯେପର୍ଯ୍ୟନ୍ତ ଗୋଟେ ଏକ୍ସଟର୍ନାଲ ଫୋର୍ସ ଆକ୍ଟ ନ କରିଛି ଅବଜେକ୍ଟ ଟା ମୁଭ କରୁଥିବ କିମ୍ବା ରେଷ୍ଟରେ ଥିବ। ସେଇ ସିମ୍ପଲ କନସେପ୍ଟ କୁ ତମେ ୟୁଜ କରିକି ଏବେ କହିପାରିବ ଗୋଟେ ଜିନିଷ କଣ? ଆଚ୍ଛା, ଏଇଟା ଗୋଟେ କନସେପ୍ଟ ତମ ମାନେ ମନେ ରହିଲା। ମୁଁ ତମକୁ ଏଇନା ଦି ତିନିଟା କନସେପ୍ଟ କହିବି, ତାପରେ ଆମେ ପୃଥିବୀ ଉପରେ ଆଉ ସୂର୍ଯ୍ୟ ଉପରେ ଆମ ସୋଲାର ସିଷ୍ଟମ ଉପରେ ଦି ତିନିଟା କୋଶ୍ଚିନ୍ ଆନ୍ସର ତମ ମାନେ ଏଇନା ଚୁଟକିରେ କହିଦବ। ଏଇ ଗୋଟେ କୋଶ୍ଚିନ୍ ତମ ମାନଙ୍କର, ଏଇ ଗୋଟେ କନସେପ୍ଟ ସମସ୍ତେ ବୁଝିଗଲ? ନ୍ୟୁଟନ୍ସ ଫାର୍ଷ୍ଟ ଲ ମନେ ଅଛି ସମସ୍ତଙ୍କର? ମନେ ପଡିଗଲା? ତମମାନେ ସବୁ ଜାଣିଛ, ମୁଁ କିଛି କହିବିନି। କାଲି ମୁଁ ତମମାନଙ୍କୁ କହିଥିଲି ନା ଆମ ପାଠ କମନ ସେନ୍ସ ର। ମନେ ପଡିଗଲା ନ୍ୟୁଟନ୍ସ ଫାର୍ଷ୍ଟ ଲ ସମସ୍ତଙ୍କର? ଆଚ୍ଛା, ଠିକ ଅଛି। ଦେନ୍ ଆଉ ଗୋଟେ ଜିନିଷ ମନେ ପକେଇବାକୁ ଚାହୁଁଛି ମୁଁ, ଗ୍ରାଭିଟି ମନେ ଅଛି ତମ ମାନଙ୍କର? ଗ୍ରାଭିଟି ମନେ ଅଛି? ଗ୍ରାଭିଟେସନାଲ ଫୋର୍ସ, gravity small g is equal to 9.8 meter per second square. यार ଗୋଟେ ମାଇକ୍ ଅନ୍ ଅଛି, ସୂର୍ୟ ବାବୁ ମାଇକ୍ ଅନ୍ ଅଛି। Okay, let me mute him. ମନେ ପଡୁଛି କାହାର ଗ୍ରାଭିଟି ମନେ ଅଛି ଛୁଏ? ନ୍ୟୁଟନ୍ସ ଫାର୍ଷ୍ଟ ଲ ମନେ ରହିଗଲା? ମନେ ପଡିଗଲା ଯେ କୌଣସି ଜିନିଷ ଯଦି ମୁଭ କରୁଥିବ, ଯଦି ରେଷ୍ଟରେ ଅଛି ରେଷ୍ଟରେ ଥିବ, ଯେପର୍ଯ୍ୟନ୍ତ ଆମେ ଫୋର୍ସ ଆପ୍ଲାଏ କରିନେ। ଆଚ୍ଛା, ନେକ୍ସଟ ମୋର ହଉଛି ଗ୍ରାଭିଟି ଉପରେ ଟିକେ ନଜର ଆସିଛି। ତ ପିଲେ ଗ୍ରାଭିଟି ଯଦି ମନେ ଅଛି, ମତେ କହିଲ ଗ୍ରାଭିଟିର ଫର୍ମୁଲା କଣ? G is equal to, ମନେ ନାହିଁ, ହଉ ମୁଁ ଲେଖି ଦଉଛି। ମୋର ଯେତିକି ମନେ ଅଛି, ଗ୍ରାଭିଟି ଇଜ ଇକ୍ୱାଲ ଟୁ ଜି ଏମ୍ ବାଇ ଆର୍ ସ୍କୋୟାର। G ଫର ଗ୍ରାଭିଟେସନାଲ ଫୋର୍ସ, ସରି ଗ୍ରାଭିଟେସନାଲ କନଷ୍ଟାଣ୍ଟ, ଫୋର୍ସ ମୁଁ କହିଦେଲି, ୟୁନିଭର୍ସାଲ ଗ୍ରାଭିଟେସନାଲ କନଷ୍ଟାଣ୍ଟ। ନା ମୁଁ ଗ୍ରାଭିଟି ପଚାରୁଥିଲି ସୂର୍ୟ ବାବୁ। ତମେ ଯେତେବେଳେ ଗ୍ରାଭିଟେସନାଲ ଫୋର୍ସ ଏଫ କଥା କହିବ ସେତେବେଳେ ତମେ ଲେଖିପାର ତମେ ଯୋଉଟା ଲେଖିଛ ଜି ଏମ୍ ୱାନ୍ ଏମ୍ ଟୁ ବାଇ ଆର୍ ସ୍କୋୟାର। ଓକେ, ଏବେ ପାଇଁ ମୁଁ ଯେତେବେଳେ କେବଳ ସ୍ମଲ ଜି 9.8 ଯୋଉଟାର ଫର୍ମୁଲା, ସରି ଭ୍ୟାଲୁ, ସେଇଟା ବିଷୟରେ କହୁଛି। ଏମ୍ ମାନେ ତ ମାସ୍, ଆର୍ ମାନେ ତ ରେଡିୟସ୍, ଠିକ ଅଛି, ଦିଟା ଅବଜେକ୍ଟ ଭିତରେ ଡିଷ୍ଟାନ୍ସ, ଏଇଟାକୁ ଡିଷ୍ଟାନ୍ସ, ରେଡିୟସ୍ ଲେଖିବା ଭୁଲ, ଡିଷ୍ଟାନ୍ସ। ତ ଏଇଟା ହଉଛି ତମର ଗ୍ରାଭିଟିର ଫର୍ମୁଲା। ମତେ କହିପାରିବ ସୂର୍ଯ୍ୟ, ତମମାନେ ଏସବୁ ଜାଣିଛ, ଯଦି ଗ୍ରାଭିଟି କାହା ଉପରେ ଡିପେଣ୍ଡ କରେ? ଗ୍ରାଭିଟେସନାଲ ଫୋର୍ସ ଟା, ଏଇ ଫର୍ମୁଲା ଦେଖି ମତେ କହିଲ ଗ୍ରାଭିଟେସନାଲ ଫୋର୍ସ ଟା କାହା ଉପରେ ଡିପେଣ୍ଡ କରୁଛି ଏଠି? ଗ୍ରାଭିଟେସନାଲ ଫୋର୍ସ ଟା କାହା ଉପରେ ଡିପେଣ୍ଡ କରୁଛି? ଯଦି ସୂର୍ଯ୍ୟ ଆଉ ପୃଥିବୀ ଭିତରେ ଡିଷ୍ଟାନ୍ସ ଟା ସମାନ, ତମମାନେ ଜାଣିଛ ଗୋଟେ ପର୍ଟିକୁଲାର ଡିଷ୍ଟାନ୍ସ ରେ ସେମାନେ ଘୁରୁଛନ୍ତି, ଡିଷ୍ଟାନ୍ସ ଉପରେ ହର୍ଷ ବାବୁ। ଆଉ ଥରେ ଫର୍ମୁଲାକୁ ଭଲସେ ଦେଖ, ଆର୍ଥ ଆଉ ସନ୍ ଭିତରେ ତ କେତେ ଡିଷ୍ଟାନ୍ସ? 150, 149 ଆମେ ନେଉ। ମାସ୍, शाबाश, 149 ମିଲିୟନ କିଲୋମିଟର, ୟେସ୍। 150 ନଉନା ଆମେ, ନର୍ମାଲି 149 ବୋଧେ ନଉ, ମୋର ମନେ ପଡୁଛି ଏତିକି। ଆଚ୍ଛା, 149 151 ଥାଏ, ହଁ 150 ନିଅନ୍ତି ତାହେଲେ ଆମେ। 150 ମିଲିୟନ କିଲୋମିଟର ଡିଷ୍ଟାନ୍ସ ତମ ମାନଙ୍କର ଥାଏ। ତ ନର୍ମାଲି ତମର ଗ୍ରାଭିଟି ଟା ଡିପେଣ୍ଡ କରେ କାହା ଉପରେ? ମାସ୍ ଉପରେ। ଦିଟା ଅବଜେକ୍ଟ ଭିତରେ ଯଦି ଯେକୌଣସି ଜିନିଷର ମାସ୍, ଯଦି ଦିଟା ଜିନିଷ ଭିତରେ ମାସ୍ ଅଛି, କିଛି ଗୋଟେ ତାଙ୍କର ବସ୍ତୁତ୍ୱ ଅଛି, ଓଜନ ଅଛି, ସେମାନେ ପରସ୍ପରକୁ ଆଟ୍ରାକ୍ଟ କରିବେ, ସେମାନେ ପରସ୍ପରକୁ ଗ୍ରାଭିଟେସନାଲ ଫୋର୍ସ ଆପ୍ଲାଏ କରିବେ। ଆଚ୍ଛା ପିଲେ, ଆର୍ଥ କଣ କରୁଛି ନା ସନ୍ କୁ ଟାଣୁଛି ଗ୍ରାଭିଟି ଯୋଗୁ, ସନ୍ କଣ କରୁଛି? ଆର୍ଥ କୁ ଟାଣୁଛି, ହଁ ନା ନାଇଁ? ଗ୍ରାଭିଟିର ଅର୍ଥ ସେଇଆ ନା। ଗ୍ରାଭିଟେସନାଲ ଫୋର୍ସ କଣ? ଯାହା ପାଖରେ ମାସ୍ ଅଛି ତା ପାଖରେ ଗ୍ରାଭିଟେସନାଲ ଫୋର୍ସ ଅଛି। ବୁଝିପାରିଲ ନା ବୁଝିପାରିଲନି ଏଇ ଜିନିଷଟା? ତମମାନଙ୍କର ଫିଜିକ୍ସ ସାର୍ ମୋଠୁ ଅଧିକା ଭଲସେ ବୁଝେଇଥିବେ, ବଟ୍ ମୁଁ ଯେତିକି ମୋଟାମୋଟି ଉପରୁ ଉପରୁ ଜାଣିଛି ମୁଁ ତମମାନଙ୍କୁ କହୁଛି। ଆର୍ଥ ଆଉ ସନ୍ ବିଷୟରେ, ଆର୍ଥ କଣ କରିବ?
सन को अट्राक्ट करुची, सन कौन करुची अर्थ को अट्राक्ट करुची। ओके, एतिकी जाए समस्त बुझी पारलो ग्राविटी विषय रे? बुझी पारलो ना बुझी पारलोनी? बुझी पारलो? अच्छा, हेले काହାର बड़ अधिका, କାହାର ମାସ ବହୁତ ଅଧିକା, ସନ୍ ଆଉ ଆର୍ଥ ଭିତରୁ କାହାର ମାସ ଅଧିକା ପିଲେ? ଛୁଆ ବେଳୁ ତମେ ପଢିଛ। ସନ୍ ଆଉ ମାସ ଭିତରୁ, ସରି, ଆର୍ଥ ଭିତରୁ କାହାର ମାସ ଅଧିକା? ସନ୍ ର ମାସ ଟା ବହୁତ ଅଧିକା। ତାହେଲେ କିଏ ବେଶୀ ଜୋରରେ ଟାଣୁଥିବ? ତାହେଲେ କିଏ ବେଶୀ ଜୋରସେ ଟାଣୁଥିବ? କାହାର ଫୋର୍ସ ଅଧିକା ଥିବ? ସନ୍ ର। ତାହେଲେ ଯଦି ସନ୍ ଏତେ ଅଧିକା ଫୋର୍ସ ରେ ଟାଣୁଛି, ସନ୍ ର ମାସ ଏତେ ଅଧିକା, ତାହେଲେ ଆର୍ଥ ତ ଯାଇକି ସନ୍ ଭିତରେ ମିଶିଯିବା କଥା, ହଁ ନା ନାଇଁ? ୟେସ୍ ଅର୍ नो? ସନ୍ କଣ କରୁଛି ଆର୍ଥ କୁ ନିଜ ଆଡକୁ ଟାଣୁଛି ନା। ଆର୍ଥ ଯାଇକି ସନ୍ ଭିତରେ ପଡିଯିବା କଥା, କିନ୍ତୁ କଣ ପାଇଁ ପଡୁନି? କିନ୍ତୁ କଣ ପାଇଁ ପଡୁନି? ତ ଏଇଠି ଆମେ ଗୋଟେ ଏକ୍ସାମ୍ପଲ ମନେ ପକେଇବା। କାହା ବିଷୟରେ? ଏଠି କଣ କରୁଛି ଆର୍ଥ, କଣ କରୁଛି ନା, ତମାନେ ଛୁଆ ବେଳେ ପଢିଥିବ ସେଣ୍ଟ୍ରିପିଟାଲ ଫୋର୍ସ, ମନେ ଅଛି? ସେଣ୍ଟ୍ରିପିଟାଲ ଫୋର୍ସ ମନେ ଅଛି କାହାର? ଯେତେବେଳେ ଗୋଟେ ବସ୍ତୁଟେ, ଯେତେବେଳେ ଗୋଟେ ଅବଜେକ୍ଟ ଗୋଟେ ସର୍କୁଲାର ପାଥରେ ରୋଟେଟ କରୁଥାଏ, ଗୋଟେ ସର୍କୁଲାର ପାଥରେ ରୋଟେଟ କରୁଥାଏ, ସେଣ୍ଟ୍ରିପିଟାଲ ଫୋର୍ସ ଆଉ ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ, ଗୋଟେ ଫୋର୍ସ ଆକ୍ଟ କରୁଥାଏ ସେଣ୍ଟର ଆଡକୁ, ଆଉ ଗୋଟେ ଫୋର୍ସ ଆକ୍ଟ କରୁଥାଏ ବାହାର ଆଡକୁ, ଯାହାକୁ ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ କୁହନ୍ତି। ମନେ ପଡୁଛି କାହାର? ଫିଜିକ୍ସ ରେ ଏଇ ସବୁ ଜିନିଷ ତମେ ପଢିଥିବ। ତ ମୁଁ ତମକୁ ଫିଜିକାଲ ଟର୍ମ ରେ ବି କହୁନି, ମୁଁ ତମକୁ ମୋଟାମୋଟି ଟର୍ମ ରେ କହୁଛି। ଫିଜିକ୍ସ ବିଷୟରେ ତ ଆମେ ଯେତେବେଳେ ପାଠ ଭିତରକୁ ପଶିବା ସେତେବେଳେ ପଢିବା। ତ ଏଇନା ମୁଁ ମୋଟାମୋଟି ଭାବରେ କହୁଛି। ଏଇନା ମୋଟାମୋଟି ଭାବରେ କଣ କହିବି? ଭାବିନିଅ ତମେ ଗୋଟେ ଛୁଆ, ତମେ ଠିଆ ହେଇଛ, ତମେ କଣ କଲ ନା ଗୋଟେ ଦଉଡିରେ, ଗୋଟେ ରସିରେ ଗୋଟେ ପଥରକୁ ବାନ୍ଧିଦେଲ, ଆଉ ସେଇ ରସିରେ ପଥରଟାକୁ ବାନ୍ଧିକି ନିଜ ମୁଣ୍ଡ ଚାରିପଟେ ଘୁରେଇ ବୁଲୁଛ। ଓକେ, ତୁମେ ଏଠି କଣ? ତୁମେ ଏଠି ହଉଛ ସନ୍। ତୁମେ ରସିରେ ବାନ୍ଧିକି, ଏଇଟା ରସି, ରସିରେ ବାନ୍ଧିକି କଣ କରୁଛ ନା ପୃଥିବୀ ଗୋଟେ ଗୋଡିକୁ ଘୁରଉଛ କିମ୍ବା ଗୋଟେ ବଲ୍ କୁ ଘୁରଉଛ। ତ ଇଏ ହଉଛି ଆର୍ଥ। ବୁଝିପାରିଲ? ଆର୍ଥ, ସନ୍ କଣ କରୁଛି? ସନ୍ ଚାରିପଟେ ଆର୍ଥ ଏଇଭଳିଆ ଘୁରି ବୁଲୁଛି। ତମମାନେ ଗୋଟେ ଦଉଡିରେ ପଥରକୁ ବାନ୍ଧିଦେଲ କିମ୍ବା ବଲ୍ କୁ ବାନ୍ଧିଦେଲ, କିନ୍ତୁ ମୁଣ୍ଡ ଚାରିପଟେ ଜୋର ଜୋରେ ଘୁରଉଛ। ବୁଝିପାରିଲ? ତ ମିଡିଲ ରେ ତମେ ଅଛ, ତମେ ହଉଛ କଣ? ସନ୍। ସନ୍ ଚାରିପଟେ ଆର୍ଥ ଘୁରୁଛି ବଲ୍ ଭଳିଆ। ଜାଣିପାରିଲ ନା ଜାଣିପାରିଲନି? ଏକ୍ସାମ୍ପଲ ଏତିକି ଯାଏ ବୁଝିପାରିଲ? ଏତିକି ଯାଏ ଏକ୍ସାମ୍ପଲ ବୁଝିପାରିଲ? ସନ୍ ଅଛି, ସନ୍ ଚାରିପଟେ ଆର୍ଥ ଟା ଘୁରି ବୁଲୁଛି। ଆଚ୍ଛା, ସନ୍ ଆଉ ଆର୍ଥ ଭିତରେ କଣ ଅଛି? ଏଠି କଣ ଅଛି? ଏଠି ଗ୍ରାଭିଟେସନାଲ ଫୋର୍ସ ଅଛି ନା ସନ୍ ଆଉ ଆର୍ଥ ଭିତରେ? ଏଠି ଗ୍ରାଭିଟେସନାଲ ଫୋର୍ସ ଅଛି ନା? ଆମେ ଏଇନା କହିଲେ ଯେ ଇଏ ଆକୁ ଆଟ୍ରାକ୍ଟ କରୁଛି, ସିଏ ତାକୁ ଆଟ୍ରାକ୍ଟ କରୁଛି, ତାଙ୍କ ଭିତରେ କଣ ଅଛି? ଗ୍ରାଭିଟେସନାଲ ଫୋର୍ସ ଅଛି ତ, ନା ଆଉ କଣ ଅଛି? ଗ୍ରାଭିଟେସନାଲ ଫୋର୍ସ ଅଛି। ଏଠି ସେମିତି କିଏ ଅଛି? ଏଠି ସନ୍ ଆଉ ଆର୍ଥ କୁ କିଏ ଯୋଡିକି ରଖିଛି? ଦଉଡିଟା। ତମାନେ ଯୋଉ ଦଉଡିରେ ବାନ୍ଧିଛ ଗୋଡିଟାକୁ, ସେଇଟା ନା? ତମେ କଣ କଲ ନା ଦଉଡିରେ ବାନ୍ଧିଛ, ତମେ ଏଠି ଧରି ରହିଛ, ଏଇଟା ତୁମେ, ମଝିରେ ରହିଲା ସନ୍। ସନ୍ କଣ କରିଛି? ଆର୍ଥକୁ, ଆର୍ଥ ମାନେ ବଲ୍, ବଲ୍ ଟା ଘୁରେଇ ବୁଲଉଛ ତମେ ମୁଣ୍ଡ ଚାରିପଟେ। ତ ଏଇନା ସନ୍ ଆଉ ଆର୍ଥ କିମ୍ବା ତୁମର ଆଉ ବଲ୍ ଭିତରେ ଯୋଉ ଦଉଡିଟା ଅଛି, ସିଏ ହଉଛି ତୁମର ଏଠି କଣ? ଗ୍ରାଭିଟେସନାଲ ଫୋର୍ସ। ଗ୍ରାଭିଟେସନାଲ ଫୋର୍ସ କାହାର? ନା ସନ୍ ର। କାରଣ ତମେ ଟାଣିକି ଧରିଛ, ହଁ ନା ନାଇଁ? ତମେ କଣ କରିଥିବ? ଦଉଡିଟାକୁ ଟାଣିକି ଧରିକି ଘୁରେଇ ବୁଲୁଥିବ ମୁଣ୍ଡ ଚାରିପଟେ। ବୁଝିପାରୁଛ? ଦଉଡିକୁ ଟାଣିକି ତମେ କେବେ କିଛି ଗୋଟେ ପଥର ପଥର ଭାଙ୍ଗିକି ନିଜ ମୁଣ୍ଡ ଚାରିପଟେ ଘୁରେଇଛ ଦଉଡିରେ ବାନ୍ଧିକି? ସାଏଁ 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 ଘୁରଉଛ ତମେ ନିଜ ମୁଣ୍ଡ ଚାରିପଟେ।
ବୁଝିପାରିଲ? ତ ତମେ କଣ କରୁଛ ନା ଟାଣିକି ଧରିଛ ଆଉ ନିଜ ଚାରିପଟେ ଘୁରେଇ ବୁଲୁଛ। ମତେ କହିଲ କାହାର ଓଜନ ବେଶୀ, କାହାର ବଳ ବେଶୀ? ସେ ଯୋଉ ଛୋଟିଆ ପଥରଟାକୁ ତମେ ଘୁରଉଛ ତାର ବେଶୀ ବଳ ନା ତମର ବେଶୀ ବଳ? କାହାର ବେଶୀ ବଳ? ତମେ ଏଠି ଠିଆ ହେଇକି ତମମାନଙ୍କର ଏତେ ଅଧିକା ବଳ ଅଛି, ତଥାପି ଏଇ ଗୋଡିଟା ତମ ମୁଣ୍ଡ ଚାରିପଟେ ସର୍କଲ ରେ ଘୁରୁଛି, ସିଏ ତମ ଉପରେ ଆସିକି ବାଡେଇ ହଉନି। କଣ ପାଇଁ? ନା ଯେତେବେଳେ ସେ ସର୍କଲ ରେ ଘୁରୁଛି ଆଉ ତମେ ଯୋଉ ତାକୁ ଟାଣିକି ଧରିଛ ସିଏ ଗୋଟେ ବାଲାନ୍ସ ରେ ଅଛି। ଯେପର୍ଯ୍ୟନ୍ତ ସେ ବାଲାନ୍ସ ଟା ଖରାପ ନ ହେଇଛି ସେ ପର୍ଯ୍ୟନ୍ତ ସିଏ ସର୍କଲ ରେ ଘୁରି ବୁଲୁଥିବ। କାରଣ ସେଇଆ ହିଁ ଆମକୁ ନ୍ୟୁଟନ୍ସ ଲ କହୁଛି ଯେ ଯେପର୍ଯ୍ୟନ୍ତ ତମେ କିଛି ଗୋଟେ ଏକ୍ସଟର୍ନାଲ ଫୋର୍ସ ଆପ୍ଲାଏ ନ କରିଛ ସେ ସେମିତି ସର୍କଲ 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 ମାରି ଚାଲିଥିବ। ଠିକ ଅଛି। ଆଚ୍ଛା, ନ୍ୟୁଟନ୍ସ ଆଡକୁ ଯିବାନି, ଆମେ ଯିବା ଏଇନା ଆଉ ଗୋଟେ ଛୋଟିଆ କନସେପ୍ଟ ଆଡକୁ। ଯେତେବେଳେ ତମେ ଭାବ ତମେ ନିଜ ମୁଣ୍ଡ ଚାରିପଟେ ପଥରଟାକୁ ଘୁରଉଛ 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 ତମ ହାତ ଦରଜ କରିବା ଷ୍ଟାର୍ଟ କରିଗଲା, ତମେ ଥକିଗଲ। ତମେ ଏଇନା କଣ କଲ ନା ପଥରଟାକୁ ହଠାତ୍ ଘୁରେଇବା ବନ୍ଦ କରିଦେଲ। ତାହେଲେ କଣ ହବ ପିଲେ? ହଠାତ୍ ପଥରଟାକୁ ଘୁରେଇବା ବନ୍ଦ କରିଦେଲ, ଦଉଡିକୁ ଧରିଛ ବଟ ଆଉ ରୋଟେଟ କରିବା ବନ୍ଦ କରିଦେଲ ହାତକୁ, ତାହେଲେ କଣ ହବ? ବାଜିବ ଆସିକି ତମ ପାଖରେ ମୁହଁରେ, ଏଇଆ ନା? ତମ ଉପରେ ଆସି ବାଜିବ, ସେଇଆ ହବ ପକ୍କା? ସମସ୍ତେ ସିଓର? ତମେ ପଥରକୁ ନିଜ ମୁଣ୍ଡ ଚାରିପଟେ ଘୁରଉଥିଲ, ଏଇନା ତୁମ ହାତ ଦରଜ ହେଇଗଲା ତୁମେ ବନ୍ଦ କରିଦେଲ, ତ ଦୌଡି ତମେ ଝିକିବା ବନ୍ଦ କରିଦେଲ କିମ୍ବା ତୁମ ହାତ ତମେ ଷ୍ଟପ୍ କରିଦେଲ, ପଥରଟା ଆସି ତମ ଦେହରେ ବାଜିବ ନା ନାଇଁ? କେବେ ଏଇଟା ଦେଖିଛ? ଜାଣିଛ ନା ନାଇଁ? ପଥରଟା ତମ ଦେହରେ ଆସି ବାଜିବ ତ? ଶୁଭ ବାବୁ, କଣ ସୁନ୍ଦର, ନନ୍ଦିତା, ଶୁଭଶ୍ରୀ, କଣ ହବ? ନା, ତମେ ବା ଦଉଡିରେ ବାନ୍ଧିଛ ଶୁଭଶ୍ରୀ ମ୍ୟାଡାମ। ତୁମେ ଦଉଡିକି ଛାଡିଦେଲେ ସେ ଦୂରକୁ ପଳେଇବ, ତମେ ତ ତାକୁ ଦଉଡିରେ ବାନ୍ଧିକି ରଖିଛ, ସିଏ ତମ ପାଖକୁ ପଳେଇ ଆସିବ ନା ନାଇଁ? ଦଉଡିଟା ଆଗରୁ ଏମିତି ହେଇକି ଘୁରି ବୁଲୁଥିଲା, ଯେତେବେଳେ ତମେ ଆଉ ପାୱାର ୟୁଜ କରିବନି ସେ ତମ ଉପରକୁ ଆସି ପଡିବ। ଥରେ ନିଜ ମୁଣ୍ଡ ଉପରେ କାଲି ପଥର ୟୁଜ ନ କରିକି କିଛି ଗୋଟେ ହାଲକା ଜିନିଷ ନିଜ ମୁଣ୍ଡ ଚାରିପଟେ ଘୁରେଇକି ହଠାତ୍ ହାତକୁ ବନ୍ଦ କରିକି ଦେଖିବ କଣ ହଉଛି। ପକ୍କା ତମମାନଙ୍କ ଦେହରେ ଆସିକି ବାଡେଇ ହବ। ଆଚ୍ଛା, ପଥରକୁ ମୁଁ କାହା ସହିତ କମ୍ପେୟାର କରୁଥିଲି ପିଲେ? ପଥରକୁ ମୁଁ କାହା ସହିତ କମ୍ପେୟାର କରିଥିଲି? ସନ୍ ନା ଆର୍ଥ? ପଥରକୁ ମୁଁ କାହା ସହିତ କମ୍ପେୟାର କରିଥିଲି? ଆର୍ଥ ସହିତ। ଏଇ ଯୋଉ ମଣିଷଟା ଥିଲା ଇଏ କଣ ଥିଲା? ଇଏ ସନ୍ ଥିଲା ନା ଆର୍ଥ ଥିଲା? ଇଏ ସନ୍ ଥିଲା। କିଏ ଘୁରିବା ବନ୍ଦ କରିଦେଲା? କିଏ ଘୁରିବା ବନ୍ଦ କରିଦେଲା? ଆର୍ଥ ଘୁରିବା ବନ୍ଦ କରିଦେଲା। ଆର୍ଥ ଘୁରିବା ବନ୍ଦ କଲେ କଣ ହେଲା? ଆର୍ଥ ଘୁରିବା ବନ୍ଦ କଲେ କଣ ହେଲା? କୋଉଠି ଆସି ପଡିଲା? ଆର୍ଥ ଯଦି ଘୁରିବା ବନ୍ଦ କରିବ ତାହେଲେ କଣ ହବ? ସନ୍ ରେ ଆସିକି ମିଶିଯିବ, ସନ୍ ଆଡକୁ ପଳେଇ ଆସିବ। ସନ୍ ଆଡକୁ କଣ ପାଇଁ ଆସିବ? କାରଣ ଆର୍ଥ ଯେତେବେଳେ ରୋଟେଟ କରିବା ବନ୍ଦ କରିଦେବ ସନ୍ ର ଗ୍ରାଭିଟେସନାଲ ଫୋର୍ସ ଏତେ ଅଧିକା ସେ ତାକୁ ଟାଣି ଆଣିବ ନିଜ ଭିତରକୁ, ହଁ ନା ନାଇଁ? ଯେମିତି ତମେ ଗୋଟେ ଟେକାକୁ ଆକାଶକୁ ପକେଇଲେ ସିଏ ତଳକୁ ପଳେଇ ଆସୁଛି ଆର୍ଥ ର ଗ୍ରାଭିଟେସନ ଯୋଗୁ, ସେମିତି ଯେତେବେଳେ ଦିନେ ଆର୍ଥ ରୋଟେଟ କରିବା ବନ୍ଦ କରିଦବ ସେ ଡାଇରେକ୍ଟ ଆସିକି ସନ୍ ଭିତରେ ମିଶିଯିବ। ବୁଝି ହେଇଗଲା? କ୍ଲିୟର ସମସ୍ତେ? ଆର୍ଥ ଯଦି କେବେ ରୋଟେଟ କରିବା ବନ୍ଦ କରିଦେଲା ତାହେଲେ କଣ ହବ? ବୁଝିଗଲ ସମସ୍ତେ? ତମ ମୁଣ୍ଡ ଚାରିପଟେ ପଥରକୁ ଘୁରେଇବା ଦେଖିକି ଜାଣିଗଲ? ଆର୍ଥ ଯଦି ସୂର୍ଯ୍ୟ ଆର୍ଥ ସନରେ ମିଶିଯିବ ତାମାନେ ଆମେ ଧ୍ୱଂସ ହେଇଯିବା। ତାହେଲେ ତମମାନେ ଜାଣିପାରୁଛ ଆର୍ଥ ଟା ରୋଟେଟ କରିବା କେତେ ଜରୁରୀ? ଯୋଉଦିନ ଆର୍ଥ ରୋଟେସନ ବନ୍ଦ ସେଦିନ ପୃଥିବୀ ଧ୍ୱଂସ, କାରଣ ଆମେ ସିଧା ଯାଇକି ସୂର୍ଯ୍ୟ ଭିତରେ ପଶିବା, ମିଶିଯିବା। କ୍ଲିୟର ସମସ୍ତେ? କ୍ଲିୟର? ମଜା ଆସିଲା? ଆଉ ଗୋଟେ କମନ ସେନ୍ସ ଦେଖିବ? ଆଉ ଗୋଟେ ସାଇନ୍ସ ବୁଝିବ? ନା ବୋର ହେଇଗଲଣି? ଯୋଉଠି ବୋର ହେଇଯିବ ମତେ କହିବ, ସେଇଠି ବନ୍ଦ କରିଦବ। ଆଉ ଗୋଟେ ପଢିବ? ପକ୍କା? ହଉ। ପଥରକୁ ତୁମେ ଘୁରଉଛ, କିନ୍ତୁ ଯୋଉ ଦଉଡିଟା ୟୁଜ କରିଛ ସେଇଟା ବହୁତ ଖରାପ ବାଲା।
କଣ ହେଇଛି ନା ତୁମେ ପଥରକୁ ଘୁରଉଛ, କିନ୍ତୁ କଣ ହେଲା ନା ତମେ ପଠେଇ ଦେଇଛ ସୌମ୍ୟକୁ। ସୌମ୍ୟ ବାବୁ ଯାଇଛି ଦୌଡ଼ି ଆଣିବାକୁ, ଭଲ ଦୌଡ଼ି ମିଳିଲାନି। ସେ ଗୋଟେ ଡୁପ୍ଲିକେଟ ଦୌଡ଼ି କୋଉଠୁ ଗୋଟେ ନେଇ ଆସିଛି, ଛିନା ମିଣ୍ଡା ଦୌଡ଼ି। ସେଥିରେ ପଥରଟାକୁ ବାନ୍ଧିକି ଘୁରେଇ ବୁଲୁଛି ନିଜ ମୁଣ୍ଡ ଚାରିପଟେ। ଓକେ, ଏମିତି ପଥର ଘୁରି ବୁଲୁଛି ଘୁରି ବୁଲୁଛି ଘୁରି ବୁଲୁଛି। ହଠାତ୍ ଦୌଡ଼ିଟା ଏଇ ମଝିରୁ ଛିଡିଗଲା। ତାହେଲେ କଣ ହବ? ଦୌଡ଼ିଟା ମଝିରୁ ଛିଡିଗଲା, ତାହେଲେ କଣ ହବ? କେମିତି ଦୂରକୁ ଯିବ? ଏଇଭଳିଆ ବାହାରିକି ପଳେଇବ ନା ଟାଞ୍ଜେନ୍ସିଆଲି ଛିଟକିକି ପଳେଇବ, ନା ଏମିତି ସର୍କଲରେ ଯିବ? କେବେ ଦେଖିଛ? ଛିଟକିକି ପଳେଇବ। ୟେସ୍, ଛିଟକିକି କେମିତି ଯିବ? ଟାଞ୍ଜେନ୍ସିଆଲି ପଳେଇବ। ଯଦି ଏମିତି ସର୍କଲରେ ଘୁରୁଥିଲା, ଯେତେବେଳେ ଛିଡିଲା, ମନେକର ଯେତେବେଳେ ଛିଡିଲା ସେ ଏଇ ପୋଜିସନରେ ଥିଲା, ତ ସିଏ ସିଧା ଏମିତି ପଳେଇବ। ସେମିତି ସର୍କୁଲାର ପାଥରେ ଆସିବ ନାହିଁ। କ୍ଲିୟର? କାହିଁକି? କାହିଁକି ଆସିବନି? ନା ତମେ ମାନେ ହିଁ ମତେ ଏଇନା କହିଛ। ତମମାନେ ମତେ କଣ କହିଛ? ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ, ସେଣ୍ଟ୍ରିପିଟାଲ ଫୋର୍ସ। ଦେଖ, ମୁଁ ସେ କନସେପ୍ଟ ଭିତରକୁ ଯିବାକୁ ଚାହୁଁନି। ମୁଁ ଯେତେବେଳେ ତମମାନଙ୍କୁ ପଢେଇବି ଆହୁରି ଟିକେ ଡିପଲି, ତମମାନଙ୍କୁ ମୁଁ ବୁଝେଇବି ଯେ ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ ବୋଲି କୌଣସି ଫୋର୍ସ ହିଁ ନାହିଁ। ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ ଇଜ ଏ ଇମାଜିନାରୀ ଫୋର୍ସ। ଫୋର୍ସ କହିବାକୁ ଗଲେ, ମୁଁ ଯେତିକି ଜାଣିଛି, I know only about Newton's law। ମୁଁ ଯଦି ନ୍ୟୁଟନ୍ସ ଲ ବିଷୟରେ ଜାଣିଛି, ତାହେଲେ ମୁଁ ଜାଣିଛି ଯେ ନ୍ୟୁଟନ ବାବୁ ମତେ କହିକି ଯାଇଥିଲେ ଲ ଅଫ ଇନର୍ସିଆ। ଲ ଅଫ ଇନର୍ସିଆ ମତେ କହୁଛି ଯେ ଯେକୌଣସି ଗୋଟେ ସିଧା ଜିନିଷ, ସେ ପର୍ଯ୍ୟନ୍ତ ସିଧା ଯାଉଥିବ ଯେପର୍ଯ୍ୟନ୍ତ ମୁଁ ତା ଉପରେ ଗୋଟେ ଏକ୍ସଟର୍ନାଲ ଫୋର୍ସ ନ ଆପ୍ଲାଏ କରିଛି। ତ ଏକ୍ସଟର୍ନାଲ ଫୋର୍ସ ଏଠି କିଏ? ପଥରଟା ଏମିତି ଏମିତି ରୋଟେଟ ହଉଛି ସର୍କଲରେ। ସର୍କଲ କାହିଁକି ହଉଛି? ନା ତଳେ ଜଣେ ତାକୁ କଣ୍ଟ୍ରୋଲ କରୁଛି। ତମେ ଦୌଡ଼ିରେ ତାକୁ ଟାଣିକି ଧରିଛ, ସେଇଥିପାଇଁ ସେ ସିଧା ଯାଇପାରୁନି, ତାକୁ ଏଇଠୁ ବଙ୍କିବାକୁ ପଡୁଛି। ଏଇଆ ନା? ବୁଝିପାରୁଛ ମୁଁ କଣ କହୁଛି? ତମମାନେ ଦୌଡ଼ିରେ ବାନ୍ଧିକି ଦେଇଛ ପଥରଟାକୁ, ତ ପଥରଟାକୁ ଯେତେବେଳେ ସେ ରୋଟେଟ ହଉଛି କଣ ପାଇଁ? ତମେ ତାକୁ ଟାଣିକି ଧରିଛ ବୋଲି ପଥର ରୋଟେଟ ହଉଛି। ହଁ ନା ନାଇଁ? ତମେ ଯଦି ପଥରଟାକୁ ଦୌଡ଼ିରେ ବାନ୍ଧି ନଥାନ୍ତ, ପଥରଟା କଣ ହେଇଥାନ୍ତା? ଯେମିତି ତମମାନେ ଏଇନା କହିଲ, ଯେତେବେଳେ ପଥରଟା ଦୌଡ଼ିରୁ ଛିଡି ଯାଉଛି, ସେ ସିଧା ପଳଉଛି। ହଁ ନା ନାଇଁ? ଛିଟକିକି ସିଧା ପଳଉଛି। କଣ ପାଇଁ ସିଧା ଯାଉଛି? କାରଣ ପଥରଟା ସବୁବେଳେ ସିଧା ହିଁ ମୁଭ କରୁଥିଲା। ତମେ ମାନେ ତାକୁ ଫୋର୍ସ ପକେଇକି ଟାଣିକି ଧରିକି ସର୍କୁଲାର ପାଥରେ ଘୁରଉଛ। ତ ଏଠି ତମମାନେ କଣ କରୁଛ? ଏଠି ତମମାନେ ପଥରର ମୋସନକୁ ରେଷ୍ଟ୍ରିକ୍ଟ କରୁଛ। କାହା ଦ୍ଵାରା? ନା ସନ ର ଗ୍ରାଭିଟେସନାଲ ଫୋର୍ସ ଦ୍ଵାରା। ସରି, ତମ ହାତର, ଯୋଉଟା କି ମୁଁ ଏଠି ଯଦି ସନ ଲେଖିବି, ଏଠି ଆର୍ଥ ଲେଖିବି। ତମେ କଣ କରୁଛ? ନା ଗ୍ରାଭିଟେସନାଲ ଫୋର୍ସ ଦ୍ଵାରା, ଗ୍ରାଭିଟେସନାଲ ଫୋର୍ସ ହଉଛି କୋଉଟା? ଏଇ ଯୋଉ ଦଉଡିଟା, ହଁ, ଯୋଉ ଷ୍ଟ୍ରିଙ୍ଗଟା, ଯୋଉ ଷ୍ଟ୍ରିଙ୍ଗଟା ତମେ ୟୁଜ କରୁଛ, ଯୋଉ ରସିଟା। ତ ଆର୍ଥ ଆଉ ସନ୍ କୁ ତମେ ବାନ୍ଧିକି ରଖିଛ ଏଇ ଗ୍ରାଭିଟେସନାଲ ଫୋର୍ସ ଦ୍ଵାରା। ତମେ କଣ କରୁଛ? ନା ଆର୍ଥ ଟାର କାମ ହଉଛି ଯେକୌଣସି ଜିନିଷ ମୋସନ କରୁଥିବ, ସେ ମୋସନ ହିଁ କରୁଥିବ। ନ୍ୟୁଟନ୍ସ ଫାର୍ଷ୍ଟ ଲ କହୁଛି ଆର୍ଥ ତ ସିଧା ଯିବା କଥା, କିନ୍ତୁ ଯେହେତୁ ସନ୍ ତାକୁ ଟାଣିକି ଧରିଛି, ତ ସେ ସର୍କୁଲାର ପାଥରେ ମୁଭ୍ କରୁଛି। ବୁଝିପାରିଲ ନା ବୁଝିପାରିଲନି? ଏତିକି ଜିନିଷ ବୁଝିପାରିଲ? ଏତିକି ଜିନିଷ। ଆଚ୍ଛା, ମୁଁ ଏଠି ଏକ୍ସାମ୍ପଲ କଣ ଦେଇଥିଲି? ମୁଁ ଏଠି ଏକ୍ସାମ୍ପଲ କଣ ଦେଇଥିଲି? କେତେବେଳେ ଏଇ ଯୋଉ ପଥରଟା ସିଧା ପଳଉଥିଲା, କେତେବେଳେ ପଥରଟା ସିଧା ଯାଉଥିଲା? କଣ ପାଇଁ ପଥରଟା ସିଧା ପଳେଇଲା? କଣ ଛିଡିଗଲା? କଣ ହେଲା? କଣ ପାଇଁ ପଥରଟା ରିଲିଜ ହେଇକି ପଳେଇଲା ଦୂରକୁ? କଣ ପାଇଁ ପଥରଟା ଛିଟକିକି ପଳେଇଲା କୁହ? ତମେ ତ ମୁଣ୍ଡ ଉପରେ ଘୁରଉଥିଲ, କୋଉ ରିଜିନ ପାଇଁ ପଥରଟା ଛିଟକିକି ଗଲା? ନା ନା, ରିଜିନ କଣ ଥିଲା? କଣ ପାଇଁ ଛିଡିଗଲା? କଣ ହେଲା ଆକ୍ଚୁଆଲି? କଣ ପାଇଁ ପଥରଟା ଛିଟକିକି ଗଲା? ପଥର ତ ଘୁରୁଥିଲା ଘୁରୁଥିଲା ଘୁରୁଥିଲା, ଦୌଡି ଛିଡିଗଲା ନା, ୱିକ୍ ଷ୍ଟ୍ରିଙ୍ଗ ପାଇଁ। ତା ମାନେ ମୁଁ ଯୋଉ ସୌମ୍ୟକୁ ପଠେଇଥିଲି, ସେ ଡୁପ୍ଲିକେଟ ଜିନିଷ ଧରିକି ଆସିଥିଲା, ସେଥିପାଇଁ। ତ ଯେତେବେଳେ ଷ୍ଟ୍ରିଙ୍ଗ ଟା ଛିଡିଗଲା, ସେତିକି ବେଳେ ସେ ମୁଭ କଲା ନା ସିଧା। ତ ଦୌଡି ଛିଡିବା ଯୋଗୁ ପଥରଟା ଛିଟକିକି ପଡିଲା ତ? ଏଇଟା ତ ରିଜନ, ନା ଆଉ କଣ? ଦୌଡି ଛିଡିଲା, ପଥର ଛିଟକିକି ପଡିଲା। ଆଚ୍ଛା ପିଲେ, ମୁଁ ଦୌଡିକି ଏଠି କାହା ସହିତ କମ୍ପେୟାର କରିଛି?
ଆର୍ଥ ଆଉ ସନ୍ ଭିତରେ ଦୌଡ଼ିକି ମୁଁ କାହା ସହିତ କମ୍ପେୟାର କରିଛି? ହଁ, ରୋପ କୁ ମୁଁ କାହା ସହିତ କମ୍ପେୟାର କରିଛି? ଯଦି ମୁଁ ଆର୍ଥ ଆଉ ସନ୍ ନେବି, ସେଠି ଥିଲା ମଣିଷ ଆଉ ଟେକା, ଗ୍ରାଭିଟେସନାଲ ଫୋର୍ସ। ଏଇଆ ନା, ଗ୍ରାଭିଟେସନାଲ ଫୋର୍ସ ତ, ଏଇଆ ତ। ତ ଯଦି ସୂର୍ଯ୍ୟ, ସନ୍ ଦିନେ ନିଜର ଗ୍ରାଭିଟେସନାଲ ଫୋର୍ସ ପକେଇବା ବନ୍ଦ କରିଦବ ଆର୍ଥ ଉପରେ, ତାହେଲେ ଆର୍ଥ କଣ କରିବ? ଆର୍ଥ ଆଉ କଦାପି ସର୍କୁଲାର ପାଥରେ ମୁଭ କରିବନି, ସିଧା 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 ଗ୍ୟାଲାକ୍ସି ଭିତରେ କୁଆଡେ ହେଲେ ବି ପଳେଇବ। ବୁଝିପାରିଲ? ଯଦି ଦିନେ ସୂର୍ଯ୍ୟ ଗ୍ରାଭିଟେସନାଲ ଫୋର୍ସ ଆପ୍ଲାଏ କରିବା ବନ୍ଦ କରିଦବ ଆର୍ଥ ଉପରେ, ତାହେଲେ କଣ ହବ? ଜାଣିପାରିଲ ନା ଜାଣିପାରିଲନି? ବୁଝିପାରିଲ ଆଉ ଗୋଟେ କନସେପ୍ଟ? ତ ତମର ସକଳ ଶକ୍ତିର ଆଧାର, ତମମାନଙ୍କର ସୋର୍ସ ଅଫ ଏନର୍ଜି ସନ୍। ସନ୍ କେବଳ ସୋର୍ସ ଅଫ ଏନର୍ଜି ନୁହଁ, ତମ ଆର୍ଥ ଉପରେ ଲାଇଫ ସଷ୍ଟେନ କରିବା ପାଇଁ ସନ୍ ବହୁତ ଇମ୍ପୋର୍ଟାଣ୍ଟ। ସନ୍ କଣ କରିଛି ନା, ସନ୍ ଯେବେ ତାର ନିଜର ଗ୍ରାଭିଟେସନାଲ ଫୋର୍ସ ଆପ୍ଲାଏ କରିବା ବନ୍ଦ କରିଦବ, ସେଦିନ ତମ ଆର୍ଥ କଣ କରିବ ନା, ଟାଞ୍ଜେନସିଆଲ ପାଥରେ ନିଜର ସର୍କୁଲାର ପାଥ କିମ୍ବା ଇଲିପ୍ଟିକାଲ ପାଥ କୁ ଛାଡିକି ଟାଞ୍ଜେନସିଆଲି ମହାକାଶ ଭିତରେ, ତମର ଗ୍ୟାଲେକ୍ସି ଭିତରେ କୋଉଠି ବି ଚାଲିବ। ତ ଜାଣିପାରୁଛ ଆମ ସୋଲାର ସିଷ୍ଟମ ଟା କେତେ ସୁନ୍ଦର ଭାବରେ ଗଢା ହେଇଛି, ସବୁ ଫୋର୍ସ କୁ ବାଲାନ୍ସ କରିକି ରଖା ହେଇଛି। ଆର୍ଥ ସନ୍ ଚାରିପଟେ ରୋଟେଟ କରୁଛି। ଆର୍ଥ ଆର୍ଥ ନିଜର ରୋଟେସନ ବନ୍ଦ କରିପାରିବନି, କାରଣ ଯଦି ନିଜର ରୋଟେସନ ବନ୍ଦ କରିଦେଲା, ସେ ସନ୍ ରେ ମିଶିଯିବ। ନଥିଙ୍ଗ, ଆର୍ଥ ର କିଛି ହବାର ଚାନ୍ସ ନାହିଁ, ଯେପର୍ଯ୍ୟନ୍ତ ତମ ଭଳିଆ ସାଇଣ୍ଟିଷ୍ଟ ବାହାରିକି ଗୋଟେ ଆର୍ଟିଫିସିଆଲ, ଦେଖ ସନ୍ କଣ କରୁଛି? ସନ୍ କଣ କରୁଛି? ତମକୁ ଏନର୍ଜି ପ୍ରୋଭାଇଡ କରୁଛି, ତମ ଉପରେ ଗ୍ରାଭିଟେସନାଲ ଫୋର୍ସ ପକେଇକି ତମକୁ ବାଲାନ୍ସ କରୁଛି। ଏଇ ସବୁ କାମ କରୁଛି ନା ସନ୍ ତମ ଉପରେ। ତମେ ଯଦି ଏବେକୁ ଭାବିନିଅ, ତମାନେ ମାର୍ଭେଲ ମୁଭି ଦେଖ ଶୁଭଶ୍ରୀ? ଆଚ୍ଛା, କାହାକୁ ଫଲୋ କର? କିଏ ତମର ଏପଟେ କଣ ଥାଏ? ମାର୍ଭେଲ ଭର୍ସେସ ଆରଟା କଣ, ଡିସି? ଏମସିୟୁ ଭର୍ସେସ ଡିସି, ଆଚ୍ଛା। କାହାକୁ ତମ ମାନେ ବେଶୀ ଫଲୋ କର, ଏମସିୟୁ, ଡିସି, ମାର୍ଭଲ ସିନେମାଟିକ ୟୁନିଭର୍ସ, ଆୟରନ ମ୍ୟାନ? ଆଚ୍ଛା, ବହୁତ ବଢିଆ। ତା ମାନେ ମାର୍ଭଲ ଏମସିୟୁ କୁ ଫଲୋ କରୁଛ। ତ ଏମସିୟୁ ରେ ତମାନେ ଦେଖୁଥିବ କେତେ ସାରା ଷ୍ଟୋରି ସେମାନେ ଦେଖନ୍ତି। ମାନେ ତମର ଡକ୍ଟର ଷ୍ଟ୍ରେଞ୍ଜ ଅଛି, କେତେ ବଡ ବଡ କ୍ୟାରେକ୍ଟର ଅଛନ୍ତି। ଆୟରନ ମ୍ୟାନ କେତେ ଇଏ, ମାନେ ହାଇଲି ଟେକ୍ନିକାଲ ଜିନିଷ ଗୁଡାକ ସେ ତିଆରି କରୁଛି। ତ ଭାବ ଫ୍ୟୁଚର ରେ ଏମିତି ବି ଦିନ ଆସିପାରେ ଯେ ତମେ ଆର୍ଟିଫିସିଆଲ ସନ୍ ବନେଇ ପାର, ଏମିତିଆ ଗୋଟେ ସୋର୍ସ ଯେ ଆର୍ଥ କୁ ଏନର୍ଜି ଦେଇପାରିବ, ଆଉ ଆର୍ଥ ଉପରେ ଗ୍ରାଭିଟେସନାଲ ଫୋର୍ସ ଆପ୍ଲାଏ କରିପାରିବ, ଆଉ ତୁମେ ତାକୁ ନେଇକି ସେଣ୍ଟର ରଖିଦେଲ। ତ ସିଏ କଣ କରିବ? ତମ ଆର୍ଥ କୁ କଣ୍ଟ୍ରୋଲ କରିପାରିବ। ମାନେ ଏଇଟା ମୋର ଇମାଜିନ ହେଲା, ମୋ ଇମାଜିନେସନ। ଆଉ ମୁଁ ମାନେ କହୁଛି ଏମିତି ଗୋଟେ ଅପସନ ଅଛି। ବଟ ଯଦି ତମେ ତିଆରି କରିପାରୁନ, ଆଉ ୱାନ୍ସ ଆର୍ଥ ସରି ସନ୍ ନିଜର ଗ୍ରାଭିଟେସନାଲ ଫୋର୍ସ ଆପ୍ଲାଏ କରିବା ବନ୍ଦ କରିଦେଲା, ତମ ଆର୍ଥ ଧ୍ୱଂସ ହେଇଯିବ। ବୁଝିପାରିଲ? ତମ ପାଖରେ ଏନର୍ଜି ନଥିବ। ଯଦି ତମ ଉପରେ ସନ୍ ର ଲାଇଟ ନ ପଡିଲା, ହଁ, ସନଲାଇଟ ଯଦି ତମ ଉପରେ ନ ପଡିଲା, ତମ ଆର୍ଥ ର ଗୋଟେ ବରଫର ଗୋଲା ହେଇଯିବ। ଜାଣିଛ ଆର୍ଥ ର ସରଫେସ, ଖାଲି ସନ୍ ନୁହଁ, ସନ୍ ନୁହଁ, ମଜାର କଥା ହଉଛି ତମର ଆଟମୋସ୍ଫିୟର। ଚାଇନା ଯୋଉଟା ବନେଇଛି ସେଟା ଛୋଟ ସ୍କେଲରେ, ସନ୍ କେତେ ବଡ ଜଣା ମ୍ୟାଡାମ? ସନ୍ ଏତେ ବଡ ଯେ ତମ ଆର୍ଥ ଭିତରେ ସେ ଜାଗା ହବନି। ତମେ ଯଦି ତାକୁ ବନେଇବାକୁ ଚାହିଁବ, ଜାଗା ହବ? ତମେ ତାକୁ ଲ୍ୟାବ ରେ କେବେ ହେଲେ ବନେଇ ପାରିବ? ଆଚ୍ଛା, ଆଉ ଗୋଟେ କଣ ଥିଲା, ମୁଁ କଣ କହୁଥିଲି, ହଁ, ମଜାର କଥା ହଉଛି ତମମାନଙ୍କର ଆଟମୋସ୍ଫିୟର, ତମମାନେ ଏତେ ଲକି, ତମମାନେ ସବୁ ଆର୍ଥ ରେ ଅଛ। ଆଉ ଆର୍ଥ ହଉଛି ଏତେ ଲକି, ଆର୍ଥ ଏମିତି ଗୋଟେ ସ୍ପେସିଆଲାଇଜ ଲୋକେସନ ରେ ଅଛି ଯେ ଏଇ ପ୍ଲାନେଟ ରେ ହିଁ ଲାଇଫ ଆସିବା ପସିବଲ। କାରଣ ତମ ପାଖରେ ଏତେ ସୁନ୍ଦର ଟେମ୍ପରେଚର ଅଛି, ଆଉ ଏତେ ସୁନ୍ଦର ଟେମ୍ପରେଚର କାହା ଯୋଗୁ ଅଛି? ନା ତମ ଚାରିପଟେ ଥିବା ଆଟମୋସ୍ଫିୟର ଯୋଗୁ। ତମେ ଭାବ, ତମ ଚାରିପଟେ ଯଦି ଆଟମୋସ୍ଫିୟର ନଥାନ୍ତା,
ତମ ମାନଙ୍କର ସରଫେସ ର ଟେମ୍ପରେଚର କେତେ ହେଇଥିଲା ଜାଣିଛ? ଆରାଉଣ୍ଡ -15 ଡିଗ୍ରୀ ସେଲସିୟସ ରୁ -18 ଡିଗ୍ରୀ ସେଲସିୟସ। ଆର୍ଥ ର ଆକ୍ଚୁଆଲ ଟେମ୍ପରେଚର ହଉଛି ଏତିକି, -15 ରୁ -18 ଡିଗ୍ରୀ ସେଣ୍ଟିଗ୍ରେଡ। ଯଦି ତମ ଚାରିପଟେ ସୂର୍ଯ୍ୟ କଣ ଆଟମୋସ୍ଫିୟର ନଥିବ, ତୁମ ସରଫେସ ର ଟେମ୍ପରେଚର, ଆର୍ଥ ର ଟେମ୍ପରେଚର -15 -18, ତମାନେ ବରଫ ହେଇଯିବ, ତମାନେ ସର୍ଭାଇଭ କରିପାରିବନି। ଆର୍ଥ ଚାରିପଟେ ଆଟମୋସ୍ଫିୟର ଅଛି ବୋଲି ତମାନେ ଆଜି 20 ଡିଗ୍ରୀ ସେଣ୍ଟିଗ୍ରେଡ ରେ ମୁଁ କଣ କରୁଛି, ମୁଁ ସନ ବାଥ କରୁଛି, ନା କଣ? ୟେସ୍, ପୁରା ଆଇସ ହେଇଯିବ। ତ ଆମେ ଆଟମୋସ୍ଫିୟର ଯେତେବେଳେ ପଢେଇବି, ମୁଁ ଏ ବିଷୟରେ କହିବି ତମମାନଙ୍କୁ, ସେତେବେଳେ ବହୁତ ସାରା କଥା ଅଛି, ବହୁତ ସାରା ଗପ ଅଛି। ମୁଁ କହିଲି କିଛି ନାହିଁ ପାଠରେ, ଏଇଥିରେ କିଛି ବି କମ୍ପ୍ଲେକ୍ସ ଜିନିଷ ଅଛି? ଯେ ଆର୍ଥ ଯଦି ଦିନେ ରୋଟେଟ କରିବା ବନ୍ଦ ହବ କଣ ହେଇଯିବ, ସନ୍ ଯଦି ନିଜର ଗ୍ରାଭିଟେସନାଲ ଫୋର୍ସ ପକେଇବା ବନ୍ଦ କରିଦବ ତାହେଲେ କଣ ହେଇଯିବ? କୋଶ୍ଚିନ୍ ଏଇଆ ବି ପଚାରି ପାରିବ ତମାନେ, ସାର୍ ଆର୍ଥ କଣ ପାଇଁ ରୋଟେଟ କରିବା ବନ୍ଦ କରିଯିବ? ଏଇଟା ମୁଁ ଫିଜିକାଲ ଜିଓଲଜିରେ ତମାନଙ୍କୁ ପଢେଇବି ଯେ ଆର୍ଥ କଣ ପାଇଁ ରୋଟେସନ କରୁଛି। ଆର୍ଥ ମେ ବି ନିଜର ରୋଟେସନ ବନ୍ଦ କରିଦେଇପାରେ, ଯଦି ବନ୍ଦ କରିଦେଲା ତାହେଲେ କଣ ହବ? ତ ଯଦି ବନ୍ଦ କରିଦେଲା କଣ ହବ ତ ତମାନେ ଜାଣି ସାରିଲଣି, କଣ ପାଇଁ ବନ୍ଦ କରିବ ସେଇଟା ମଧ୍ୟ ମୁଁ ଆଗକୁ ପଢେଇବି। ଠିକ ଅଛି, ବୁଝିଗଲ ଆଜିର କ୍ଲାସ ରେ କଣ ଟିକେ ଟିକେ ପଢେଇଲି, କିନ୍ତୁ ନେକ୍ସଟ କ୍ଲାସ ରୁ ମୁଁ ତମମାନଙ୍କୁ ଆକ୍ଚୁଆଲ ରେ ପ୍ଲାନେଟାରୀ ବିଷୟରେ ପଢେଇବା ଆରମ୍ଭ କରିଦେବି। ପ୍ଲାନେଟ ହଉ ୟୁନିଭର୍ସ ହଉ, ଆଜି ତମମାନେ ବୋର ନ ହୁଅ ସେଥିପାଇଁ ମୁଁ ତମକୁ ଦିଟା କନସେପ୍ଟ ପଢେଇଦେଲି, ଇଜି ଇଜି। କେମିତି ଲାଗିଲା? ଚଳିବ ନା ବୋର ହେଇଗଲ? କଣ ପ୍ରେରଣା ମ୍ୟାଡାମ? ପ୍ଲିଜ 12B। ପ୍ଲିଜ 12B ହଉଛି ତ, ହଁ ଆର୍ଥ ଭଳିଆ ସୁପର ଆର୍ଥ କୁହନ୍ତି ନା ତାକୁ। ହୁଁ, ମୁଁ ଟିକେ ଟିକେ ପଢିଛି ତା ବିଷୟରେ, ଏତେ ମୋର ମନେ ନାହିଁ ପ୍ଲିଜ 12B ବିଷୟରେ। ସେ ଯୋଉ ସୁପର ଆର୍ଥ ଥିଲା ମଝିରେ ନ୍ୟୁଜ ରେ ଆସିଥିଲା। ଏଇଟା ଗୋଟେ ଡ୍ୱାର୍ଫ ପ୍ଲାନେଟ ଥିଲା ନା? ସେଟା ଗୋଟେ ପ୍ଲାନେଟ ନୁହଁ, ଡ୍ୱାର୍ଫ ପ୍ଲାନେଟ ଗୋଟେ ଛୋଟ ପ୍ଲାନେଟ ଥିବ, ମାନେ ପ୍ଲୁଟୋ ଭଳିଆ, ସେମିତି କିଛି ଥିଲା। ଆଚ୍ଛା, ହଁ ତମମାନେ ଯଦି ପ୍ଲାନେଟାରୀ ବିଷୟରେ ବେଶୀ କିଛି ଜାଣିବାକୁ ଚାହୁଁଛ, ତମମାନେ ନାସାର ୱେବସାଇଟ କୁ ଫଲୋ କରିପାର, ବହୁତ ସାରା ଅପଡେଟ ଆସିବ। ମୁଁ ତମମାନଙ୍କୁ କ୍ଲାସରେ ଦିନେ ଦେଖେଇଦେବି କେମିତି ନାସା ୱେବସାଇଟ ତମମାନେ ସବୁ ଜିନିଷ ପାଇବ, ମଜା ଆସିବ ସେଥିରେ। ଆଚ୍ଛା, କାହାର କିଛି ଡାଉଟ ଅଛି? ଆଜି କ୍ଲାସ ରେ କାହାର କିଛି ଡାଉଟ ଅଛି? ଏବେ ଯାଏଁ କିଛି ବି ଡାଉଟ ଅଛି? କେହି ବି କିଛି ପଚାରିବାକୁ ଚାହୁଁଛ? ସମସ୍ତେ ସବୁ ବୁଝିଗଲ? ସ୍ୱୟଂପ୍ରଭା ମ୍ୟାଡାମ ଆଜି କଣ ଚାଟିଂ ରେ ତ ଆକ୍ଟିଭ ନାହାନ୍ତି। ଆଚ୍ଛା, ଓକେ, ବହୁତ ବଢିଆ। ସମସ୍ତେ କ୍ଲିୟର? ସ୍ଥିତି ମ୍ୟାଡାମ, ସ୍ଥିତି ମ୍ୟାଡାମଙ୍କର କଣ ହେଇଛି? ନନ୍ଦିତା, ମନୋରଞ୍ଜନ, ସରି ମନୋଜ, ମନୋଜ ମଞ୍ଜରୀ। ଆଚ୍ଛା, କାହାର କିଛି ବି ଡାଉଟ ନାହିଁ? ସମସ୍ତେ କ୍ଲିୟର ଅଛ? ଆଚ୍ଛା, ଠିକ ଅଛି।